2026 ମସିହା ଜୁଲାଇ ମାସ 26 ତାରିଖରେ ମୁକ୍ତିମୋକ୍ଷ କ୍ଲାସରେ ଶ୍ରୀ ଭଗବାନ ପ୍ରଦାନ କରିଥିବା ଜ୍ଞାନର ଓଡ଼ିଆ ଅନୁବାଦ। ପ୍ରଥମ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ, ଦୟାକରି ଆମକୁ ଆଳୟ ଦର୍ଶନର ମହତ୍ତ୍ୱ ବୁଝିବାରେ ସାହାଯ୍ୟ କରନ୍ତୁ। ପୃଥିବୀର ବିଭିନ୍ନ ମନ୍ଦିରର ବିଭିନ୍ନ ଦେବାଦେବୀଙ୍କ ଦର୍ଶନ ଆମକୁ କାହିଁକି ପ୍ରଦାନ କରାଯାଉଛି? ଏହା ପଛରେ ଥିବା ଆପଣଙ୍କ ଦିବ୍ୟ ଉଦ୍ଦେଶ୍ୟକୁ ଦୟାକରି ଆମକୁ ବୁଝାନ୍ତୁ। ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ଏହି ମନ୍ଦିର ଗୁଡ଼ିକ ଅତ୍ୟନ୍ତ ବିଶେଷ ପବିତ୍ର ସ୍ଥାନ। ଆପଣ ଯଦିଓ ସେଗୁଡ଼ିକୁ ଅନଲାଇନରେ ଦେଖୁଛନ୍ତି, ତଥାପି ଆପଣ ଆପଣଙ୍କ ଘରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ରହିବା ଠାରୁ ଦର୍ଶନ ସମୟରେ ଅଧିକ ଗଭୀର ଭାବରେ ଈଶ୍ୱରଙ୍କ ସହ ସଂଯୋଗ ସ୍ଥାପନ କରିପାରିବେ। ଏହା ସହିତ ଆପଣ ଈଶ୍ୱରଙ୍କ ବିଭିନ୍ନ ରୂପକୁ ମଧ୍ୟ ବୁଝିବାକୁ ଶିଖିବେ। ଈଶ୍ୱର କେବଳ ଗୋଟିଏ ରୂପରେ ସୀମିତ ନୁହନ୍ତି, ତାଙ୍କର ଅସଂଖ୍ୟ ରୂପ ଅଛି। ଆଳୟ ଦର୍ଶନ ମାଧ୍ୟମରେ ଆପଣ ଈଶ୍ୱରଙ୍କ ଏହି ବିଭିନ୍ନ ରୂପମାନଙ୍କ ସହିତ ପରିଚିତ ହେବେ। ଏହି ମନ୍ଦିର ଗୁଡ଼ିକ ଅତ୍ୟନ୍ତ ବିଶେଷ ସ୍ଥାନରେ ନିର୍ମାଣ କରାଯାଇଛି, ଯାହା ବିଷୟରେ ଅଧିକାଂଶ ଲୋକ ଜାଣିନାହାନ୍ତି। ସେହି ସ୍ଥାନ ଗୁଡ଼ିକରେ ଏକ ବିଶେଷ ଦିବ୍ୟ ଶକ୍ତି ରହିଛି। ଆପଣ ସେଗୁଡ଼ିକୁ କେବଳ ଅନଲାଇନରେ ଦେଖୁଥିଲେ ମଧ୍ୟ ଅନ୍ୟ କୌଣସି ସ୍ଥାନ ଅପେକ୍ଷା ସେହି ମନ୍ଦିର ମାଧ୍ୟମରେ ଈଶ୍ୱରଙ୍କ ସହ ଅଧିକ ଗଭୀର ସଂଯୋଗ ଅନୁଭବ କରିପାରିବେ। ସେଥିପାଇଁ ଆମେ ଆପଣମାନଙ୍କୁ ନିରନ୍ତର ଆଳୟ ଦର୍ଶନ ଦେଖାଉଛୁ। ଦ୍ୱିତୀୟ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ, ପରମ ଜ୍ୟୋତି ଏବଂ ଏହି ବ୍ରହ୍ମାଣ୍ଡ ଏକ ନା ଭିନ୍ନ? ସେମାନେ ସମାନ ଭାବରେ କାର୍ଯ୍ୟ କରନ୍ତି ନା ସେମାନଙ୍କର କାର୍ଯ୍ୟ ପ୍ରଣାଳୀ ଭିନ୍ନ ଅଟେ? ଧନ୍ୟବାଦ ପ୍ରିୟ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ସେମାନେ ଏକ ଅଟନ୍ତି, ପୁଣି ଏକ ମଧ୍ୟ ନୁହନ୍ତି। ଆପଣଙ୍କୁ ଏହି ଦୁଇଟି ସତ୍ୟକୁ ମାନିନେବାକୁ ହେବ ଯେ ସେମାନେ ଏକ ଏବଂ ଭିନ୍ନ। ଉଦାହରଣ ସ୍ୱରୂପ, ଆପଣ ଆପଣଙ୍କ ଶରୀର ଅଟନ୍ତି, ପୁଣି ଆପଣ ମଧ୍ୟ ଆପଣଙ୍କ ଶରୀର ନୁହନ୍ତି। ଆମେ ଆପଣଙ୍କଠାରୁ ଆପଣଙ୍କ ଶରୀରକୁ ବାହାର କରିପାରିବୁ ନାହିଁ। ଆପଣ ସେ ଶରୀର ମଧ୍ୟରେ ଅଛନ୍ତି। ସେହି ସମୟରେ ଆପଣ ଆପଣଙ୍କ ଶରୀର ମଧ୍ୟ ନୁହନ୍ତି। ସେହିପରି ପରମ ଜ୍ୟୋତି ଓ ବ୍ରହ୍ମାଣ୍ଡ ଏକ ମଧ୍ୟ, ପୁଣି ଏକ ନୁହେଁ ମଧ୍ୟ। ଯେପରି ଆପଣ ଏବଂ ଆପଣଙ୍କ ଶରୀର ଏକା ସାଥିରେ ଏକ ମଧ୍ୟ ଓ ଭିନ୍ନ ମଧ୍ୟ, ଭିନ୍ନ ଭିନ୍ନ ରୂପରେ କାର୍ଯ୍ୟ କରନ୍ତି, ଠିକ୍ ସେହିପରି ପରମ ଜ୍ୟୋତି ଓ ବ୍ରହ୍ମାଣ୍ଡର ସମ୍ପର୍କ। ବ୍ରହ୍ମାଣ୍ଡ ଭିନ୍ନ ଭାବରେ କାର୍ଯ୍ୟ କରେ ଏବଂ ପରମ ଜ୍ୟୋତି ଭିନ୍ନ ଭାବରେ କାର୍ଯ୍ୟ କରନ୍ତି। ସେମାନେ ଏକ ନୁହନ୍ତି। ଆପଣଙ୍କର ଏବଂ ଶରୀରର କାର୍ଯ୍ୟ ପ୍ରଣାଳୀ ଭିନ୍ନ, ଠିକ୍ ସେହିପରି ସେମାନଙ୍କର କାର୍ଯ୍ୟ ପ୍ରଣାଳୀ ମଧ୍ୟ ଭିନ୍ନ ଅଟେ। ବ୍ରହ୍ମାଣ୍ଡ ନିଜସ୍ୱ ପଦ୍ଧତିରେ କାର୍ଯ୍ୟ କରେ ଏବଂ ପରମ ଜ୍ୟୋତି ନିଜସ୍ୱ ପଦ୍ଧତିରେ କାର୍ଯ୍ୟ କରନ୍ତି। ସେଥିପାଇଁ ସେମାନେ ସମ୍ପୂର୍ଣ୍ଣ ଏକ ନୁହେଁ। ଧନ୍ୟବାଦ ଶ୍ରୀ ଭଗବାନ। ତୃତୀୟ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ, ଶ୍ରୀ ଭଗବାନ ପାଶ୍ଚାତ୍ୟରେ ଯେପରି ମସ୍ତିଷ୍କ ସମ୍ବନ୍ଧରେ ବୁଝାଇଥିଲେ, କ'ଣ ଆମକୁ ସେପରି ବୁଝାଇ ପାରିବେ କି? ଶ୍ରୀ ଭଗବାନଙ୍କର ଉତ୍ତର। ମୁଁ ଏହି ବିଷୟରେ ଅଳ୍ପ କହିବି, ବହୁତ ଅଧିକ ନୁହେଁ। କାରଣ ବର୍ତ୍ତମାନ ଯଦି ମୁଁ ଏହି ବିଷୟରେ ଅଧିକ ଗଭୀରତାକୁ ଯିବି, ତେବେ ଆପଣଙ୍କ ନିମନ୍ତେ ଏହାକୁ ବୁଝିବା କଠିନ ହେବ। ମାତ୍ର ଯେମିତି ଆମେ ଏହି ଦିଗରେ ଅଗ୍ରସର ହେବା,
ମୁଁ ଏହି ସମ୍ବନ୍ଧରେ ଅଧିକ କହିବି। ପାଶ୍ଚାତ୍ୟରେ ଏହା ଖୁବ୍ ସୁନ୍ଦର ଭାବରେ ଆଦୃତ ହୋଇଛି। ଦେଖିବା ଭାରତରେ ଏହାକୁ କିପରି ଗ୍ରହଣ କରାଯାଉଛି। ମସ୍ତିଷ୍କ ସଦାସର୍ବଦା ନିଜ ସହିତ ବାର୍ତ୍ତାଳାପରେ ନିୟୋଜିତ ରହିଥାଏ। ଏହା ନିଜ ସହିତ ବାର୍ତ୍ତାଳାପ କରି ଚାଲିଥାଏ। ଆପଣଙ୍କ ଭିତରେ ଯେଉଁ ନିରନ୍ତର ଆନ୍ତରିକ ବାର୍ତ୍ତାଳାପ ଚାଲିଥାଏ, ତାହା ହିଁ ମସ୍ତିଷ୍କର ନିଜ ସହିତ ହେଉଥିବା ବାର୍ତ୍ତାଳାପ ଅଟେ। ମସ୍ତିଷ୍କ ନିଜ ସହିତ ବାର୍ତ୍ତାଳାପ କରି ଚାଲିଥାଏ। ମସ୍ତିଷ୍କ ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ଏହାକୁ ବୈଷୟିକ ଭାବରେ DNM କହିଥାନ୍ତି, ଯାହାର ଅର୍ଥ ହେଉଛି ଡିଫଲ୍ଟ ନେଟୱାର୍କ ମୋଡ୍। ବେଳେବେଳେ ସେମାନେ DMN ଶବ୍ଦର ମଧ୍ୟ ପ୍ରୟୋଗ କରିଥାନ୍ତି, ମାତ୍ର ସାଧାରଣତଃ DNM ଶବ୍ଦର ହିଁ ଅଧିକ ବ୍ୟବହାର କରାଯାଇଥାଏ। ଏହାକୁ ବାସ୍ତବରେ fMRI ନାମକ ଏକ ବୈଷୟିକ ପଦ୍ଧତି ମାଧ୍ୟମରେ ଦେଖାଯାଇପାରେ ଏବଂ ପ୍ରମାଣିତ କରାଯାଇପାରିଥାଏ। ଆପଣ ବାସ୍ତବରେ ଦେଖିପାରିବେ ଯେ ମସ୍ତିଷ୍କର ବିଭିନ୍ନ ଭାଗ ସକ୍ରିୟ ହେଉଛନ୍ତି। ସେଗୁଡ଼ିକରେ କିଛି ଗତିବିଧି ହେଉଛି। ଆପଣ DNMର ଗତିବିଧି ଗୁଡ଼ିକୁ ଦେଖିପାରିବେ ଏବଂ fMRIର ସହାୟତାର ଏହାର ତୀବ୍ରତାକୁ ମଧ୍ୟ ମାପ କରାଯାଇପାରିବ। ସମ୍ପୂର୍ଣ୍ଣ ଆଧ୍ୟାତ୍ମିକତାର ଉଦ୍ଦେଶ୍ୟ ହେଉଛି DNMକୁ ହ୍ରାସ କରିବା। ଆପଣଙ୍କର ସମସ୍ତ ଦୁଃଖ ଏହି DNM କାରଣ ହିଁ ଉତ୍ପନ୍ନ ହୋଇଥାଏ। ଆପଣଙ୍କର ସମସ୍ତ ଲାଳସା DNM କାରଣରୁ ହିଁ ସୃଷ୍ଟି ହୋଇଥାଏ। ଆପଣଙ୍କର ସମସ୍ତ ଆସକ୍ତି DNM କାରଣରୁ ହିଁ ହୋଇଥାଏ। ଆପଣଙ୍କର ସମସ୍ତ ଭୟ, ସମସ୍ତ ନିରାଶା DNM କାରଣରୁ ହିଁ ସୃଷ୍ଟି ହୋଇଥାଏ। ଆପଣ ଯାହା କିଛି ଅଟନ୍ତି ତାହା DNM କାରଣରୁ ହିଁ ଅଟନ୍ତି। ଏହା ହିଁ ସମସ୍ୟା ଅଟେ। ବାସ୍ତବରେ ସମସ୍ତ ଆଧ୍ୟାତ୍ମିକ ମାର୍ଗ ସେମାନଙ୍କୁ ଏହାର ବୋଧ ଥାଉ ଅଥବା ନଥାଉ DNMକୁ ହ୍ରାସ କରିବାର ହିଁ ପ୍ରୟାସ କରୁଛନ୍ତି। ସମସ୍ତ ପ୍ରକାରର ଆଧ୍ୟାତ୍ମିକ ସାଧନା ଏହି ଉଦ୍ଦେଶ୍ୟରେ ହିଁ ହୋଇଥାଏ। ଏହା ଧ୍ୟାନ ହୋଇପାରେ, ଯୋଗାଭ୍ୟାସ ହୋଇପାରେ, ତାଇଚି ହୋଇପାରେ ଅଥବା ଯେକୌଣସି ଏଭଳି ସାଧନା ହୋଇପାରେ ଯାହାକୁ ଆପଣ କରିବାକୁ ଚାହିଁବେ। ଏହି ସବୁର ଲକ୍ଷ୍ୟ DNMକୁ ହ୍ରାସ କରିବା ଅଟେ। ଯଦି DNM ନିମ୍ନ ହୋଇଥାଏ, ତେବେ ଆପଣଙ୍କର ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ। ଯଦି DNM ନିମ୍ନ ହୋଇନଥାଏ, ତେବେ ଆପଣଙ୍କର ଆଧ୍ୟାତ୍ମିକ ଉନ୍ନତି ହୋଇନଥାଏ। ପୁନଶ୍ଚ ଭିନ୍ନ ଭିନ୍ନ ସ୍ତରରେ ଆପଣ ବିଭିନ୍ନ ଚେତନା ସ୍ତର ଗୁଡ଼ିକରେ ପ୍ରବେଶ କରନ୍ତି। ଏକ ବିଶେଷ ସ୍ତରରେ ଯେତେବେଳେ DNM ଯଥେଷ୍ଟ ହ୍ରାସ ପାଇଥାଏ, ସେତେବେଳେ ଆପଣ ଜଣେ ରହସ୍ୟବାଦୀ ହୋଇଯାଆନ୍ତି। ସେତେବେଳେ ଆପଣଙ୍କୁ ରହସ୍ୟମୟ ଅନୁଭବ ହୋଇଥାଏ। ଯେମିତି DNMର ଆନ୍ତରିକ ଗତିବିଧି ହ୍ରାସ ହୋଇଥାଏ, ସେମିତି ମସ୍ତିଷ୍କର ନିଜ ସହିତ ହେଉଥିବା ବାର୍ତ୍ତାଳାପ ସେଲ୍ଫ ଟକ୍ ମଧ୍ୟ ହ୍ରାସ ପାଇଥାଏ। ଏହି ସ୍ୱୟଂ ସହିତ ହେଉଥିବା ବାର୍ତ୍ତାଳାପ ହିଁ ମୁଁର ଭାବର ଭ୍ରାନ୍ତିକୁ ସୃଷ୍ଟି କରିଥାଏ। ମୁଁ ଏବଂ ମୋର ଭାବନା ଏହି DNM ହିଁ ସୃଷ୍ଟି କରୁଛି। ଯଦି DNM ସମାପ୍ତ ହୋଇଯାଏ, ତେବେ ସେହି ମୁଁର ଭାବ ମଧ୍ୟ ସମାପ୍ତ ହୋଇଯାଇଥାଏ। ଯେଉଁ ଲୋକମାନଙ୍କ ଭିତରେ ବହୁତ ଅଧିକ ଅବସାଦ ରହିଥାଏ, ଯେଉଁମାନେ ଅଧିକ ଭୟଭୀତ ରହିଥାନ୍ତି, ଯେଉଁମାନେ ଅତ୍ୟଧିକ ଚିନ୍ତାଗ୍ରସ୍ତ ହୋଇଥାନ୍ତି ଏବଂ ଗଭୀର ଦୁଃଖ ଭିତରେ ରହିଥାନ୍ତି, ସେମାନଙ୍କ କ୍ଷେତ୍ରରେ DNM ବହୁତ ଅଧିକ ହୋଇଥାଏ। ଯେତେବେଳେ DNM ଧୀରେ ଧୀରେ ହ୍ରାସ ପାଇଥାଏ, ଏହାର ଗତିବିଧି ମଧ୍ୟ ହ୍ରାସ ପାଇଥାଏ ଏବଂ ଏକ ବିଶେଷ ସ୍ତରରେ ଆମେ କହିଥାଉ ଯେମିତି ଆପଣ ସମ୍ପୂର୍ଣ୍ଣ ଜୀବନମୁକ୍ତ ହୋଇଛନ୍ତି। କାରଣ ସେହି ସମୟରେ
ମୁଁର ଭାବ ସମାପ୍ତ ହୋଇଯାଏ। ମୋର ଭାବନା ମଧ୍ୟ ସମାପ୍ତ ହୋଇଯାଏ। ଯେତେବେଳେ ଆପଣ ଆହୁରି ଅଧିକ ଗଭୀରତାକୁ ଯାଆନ୍ତି ଏବଂ DNM ଆହୁରି ଅଧିକ ହ୍ରାସ ପାଇଥାଏ, ସେତେବେଳେ ଆପଣ ଏକତ୍ୱ ମଧ୍ୟକୁ ପ୍ରବେଶ କରନ୍ତି। ଆପଣ ଅନୁଭବ କରନ୍ତି ଯେ ଆପଣ ଏବଂ ଅନ୍ୟ ବ୍ୟକ୍ତି ଏକ ଅଟନ୍ତି। ଆପଣ ଏବଂ ବୃକ୍ଷ ଏକ ଅଟନ୍ତି। ଯେତେବେଳେ ଆପଣଙ୍କର DNM ଆହୁରି ଅଧିକ ଗଭୀର ଭାବରେ ହ୍ରାସ ପାଇଥାଏ, ସେତେବେଳେ ଆପଣ ଅନୁଭବ କରନ୍ତି ଯେ ଆପଣ ଏବଂ ଏହି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଏକ ଅଟେ। ସେତେବେଳେ ସବୁକିଛି ଏକ ହିଁ ହୋଇଯାଏ। ସେଥିପାଇଁ ଆମେ ଏକତ୍ୱ ବିଷୟରେ କହିଥାଉ ଏବଂ ପରିଶେଷରେ ଏକମ୍ ବିଷୟରେ କହିଥାଉ। ଆପଣ ତାହା ସହିତ ଏକ ହୋଇଯାଆନ୍ତି। ସେତେବେଳେ ଆପଣ ପରମ କରୁଣା ପରମ ଜ୍ୟୋତି ବା ପରମ ଜ୍ୟୋତିଙ୍କର ମଧ୍ୟ ଦର୍ଶନ କରିବାକୁ ଆରମ୍ଭ କରନ୍ତି। ସେ ତାହା ନୁହନ୍ତି ଯାହାଙ୍କୁ ଆପଣ ବର୍ତ୍ତମାନ ଦେଖୁଛନ୍ତି। ସେ ଆହୁରି ଅଧିକ ଶକ୍ତିଶାଳୀ। ଆପଣ ସେହି ପରମ କରୁଣା ପରମ ଜ୍ୟୋତିକୁ ଦେଖିବାକୁ ଆରମ୍ଭ କରିବେ। ଯେତେବେଳେ ଆପଣ ଆହୁରି ଅଧିକ ଗଭୀରତାକୁ ଯିବେ, DNM ଆହୁରି ଅଧିକ ହ୍ରାସ ପାଇବାକୁ ଲାଗିବ ଏବଂ ଶେଷରେ ଆପଣ ପରମ ଜ୍ୟୋତିଙ୍କ ସହିତ ଏକ ହୋଇଯିବେ। ଏହା ହିଁ ସେହି ଯାତ୍ରା ଯେଉଁଥିରେ ଆମେ ଆପଣଙ୍କୁ ନେଇଯିବାକୁ ଚେଷ୍ଟା କରୁଛୁ। ଲୋକମାନେ ଏହି ସ୍ତରରେ ଅଛନ୍ତି। ଆମ ମଧ୍ୟରେ ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜର ଦୁଃଖ ଏବଂ କଷ୍ଟରୁ ବାହାରି ଆସିଛନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ଜୀବନମୁକ୍ତ ହୋଇସାରିଛନ୍ତି, ଯେଉଁମାନେ ଏକତ୍ୱକୁ ଅନୁଭବ କରୁଛନ୍ତି। ଆମ ମଧ୍ୟରେ ଏମିତି ଲୋକ ଅଛନ୍ତି ଯେଉଁମାନେ ବାସ୍ତବରେ ପରମ ଜ୍ୟୋତିଙ୍କର ଦର୍ଶନ କରୁଛନ୍ତି। ଆମ ମଧ୍ୟରେ ଏମିତି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ପରମ ଜ୍ୟୋତିଙ୍କ ସହିତ ଏକ ହୋଇସାରିଛନ୍ତି। ସବୁ ଲୋକମାନେ ନିଜ ନିଜର ଗତିରେ ଅଗ୍ରସର ହେଉଛନ୍ତି। ସମସ୍ତେ ନିଜ ନିଜର ଯାତ୍ରାରେ ଆଗକୁ ଚାଲୁଛନ୍ତି। ଯେମିତି ଆପଣ ଆଗକୁ ଅଗ୍ରସର ହେବେ ଏବଂ ଯେତେବେଳେ ଆମେ 81,000 ସଂଖ୍ୟାକୁ ପ୍ରାପ୍ତ କରିବା, ସେତେବେଳେ କିଛି ଅଦ୍ଭୁତ ଘଟଣା ଘଟିବ। ଯଦି 81,000 ଲୋକଙ୍କର DNM ଅଧିକ ହ୍ରାସ ପାଇବ, ତେବେ ବିବର୍ତ୍ତନର ଶକ୍ତିଗୁଡ଼ିକ କାର୍ଯ୍ୟ କରିବାକୁ ଆରମ୍ଭ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ସେଗୁଡ଼ିକ ସମ୍ପର୍କରେ ଅଧିକ କହିନାହିଁ। ସେହି ଶକ୍ତିଗୁଡ଼ିକ ସ୍ୱୟଂ ସମସ୍ତ କାର୍ଯ୍ୟଭାର ସମ୍ଭାଳି ନେବେ ଏବଂ ଆପଣଙ୍କର ମସ୍ତିଷ୍କରେ ଆବଶ୍ୟକୀୟ ପରିବର୍ତ୍ତନକୁ ଉତ୍ପନ୍ନ କରିବେ, ଯାହାଦ୍ୱାରା ଆପଣଙ୍କର DNM ବହୁତ ହ୍ରାସ ପାଇବ। ଯେତେବେଳେ DNM ବହୁତ ହ୍ରାସ ପାଇବ, ସେତେବେଳେ ସମ୍ପୂର୍ଣ୍ଣ ମାନବୀୟ ଚେତନା ବହୁତ ଉଚ୍ଚ ସ୍ତରକୁ ଚାଲିଯିବ। ସେଥିପାଇଁ ଆମର ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ମାନବୀୟ ଚେତନାକୁ ଉଚ୍ଚ ସ୍ତରକୁ ନେବା ପାଇଁ ଉଦ୍ଦିଷ୍ଟ ଅଟେ। ଆପଣଙ୍କର ସମସ୍ତ ସମସ୍ୟା କେବଳ ଚେତନାର ନିମ୍ନ ସ୍ତର ଯୋଗୁଁ ହିଁ ସୃଷ୍ଟି ହେଉଛି। ସତ୍ୟ ଯୁଗରେ DNM ବହୁତ କମ୍ ହୋଇଥାଏ। ସେଥିପାଇଁ ଏହାକୁ ସତ୍ୟ ଯୁଗ ବୋଲି କୁହାଯାଇଥାଏ। ଯେତେବେଳେ ଏହାର ଗତି ପରିବର୍ତ୍ତିତ ହୋଇଥାଏ, ତ୍ରେତୟା ଯୁଗ ଆସିଥାଏ। ଏହାପରେ ଦ୍ୱାପର ଯୁଗ ଆସିଥାଏ ଏବଂ ଏହାପରେ ଏହି ଭୟଙ୍କର କଳିଯୁଗ ଆସିଥାଏ। ଯଦିଓ ଏହା କଳିଯୁଗର ଶେଷ ପର୍ଯ୍ୟାୟ ଅଟେ, ଏହା ସମାପ୍ତ ହେବାକୁ ଯାଉଛି। ଯେତେବେଳେ ଆମେ 81,000 ଲୋକଙ୍କୁ DNMର ଏକ ବିଶେଷ ସ୍ତରକୁ ନେବା, ସେତେବେଳେ ବିକାଶର ପ୍ରକ୍ରିୟା କାରଣରୁ ଅବଶିଷ୍ଟ ଲୋକମାନେ ମଧ୍ୟ ସେହି ସ୍ତରରେ ପହଞ୍ଚିଯିବେ। ସେଥିପାଇଁ ଆମକୁ ଅଧିକ କିଛି କରିବାର ଆବଶ୍ୟକତା ପଡ଼ିବ ନାହିଁ। ସେତେବେଳେ ସମ୍ପୂର୍ଣ୍ଣ ମାନବ ଜାତି ଉଚ୍ଚ ଚେତନା ମଧ୍ୟକୁ ପ୍ରବେଶ କରିବ ଏବଂ ମାନବ ଜାତିର ଦୁଃଖର ସମ୍ପୂର୍ଣ୍ଣ ଅନ୍ତ ହେବ। କେବଳ କୌଣସି ଜଣେ ବ୍ୟକ୍ତିଙ୍କର ଦୁଃଖ ନୁହେଁ,
ବରଂ ସମ୍ପୂର୍ଣ୍ଣ ମାନବ ଜାତିର ଦୁଃଖର ଅନ୍ତ ହେବ। ଆଜି ବିଶ୍ୱରେ ଆପଣ ଯେଉଁ ଅବ୍ୟବସ୍ଥା ଏବଂ ଅରାଜକତାକୁ ଦେଖୁଛନ୍ତି ତାହା ମଧ୍ୟ ଶେଷ ହୋଇଯିବ। ଆଜି ବିଶ୍ୱ ଅତ୍ୟନ୍ତ କଠିନ ଓ ଦୟନୀୟ ସ୍ଥିତିରେ ଅଛି ଏବଂ ଦୁନିଆ ଏପରି ଲୋକମାନଙ୍କୁ ନେଇ ପୂର୍ଣ୍ଣ ଯେଉଁମାନେ ପାଗଳାମୀ, ଭ୍ରମ ଏବଂ ବିନାଶକାରୀ ପ୍ରବୃତ୍ତି ଗୁଡ଼ିକୁ ନେଇ ବଞ୍ଚିଛନ୍ତି। ଏହିସବୁ ବଦଳିଯିବ। 1 ଲକ୍ଷ ଅଥବା 2 ଲକ୍ଷ ବର୍ଷ ପୂର୍ବରୁ ଗୁମ୍ଫା ଗୁଡ଼ିକରେ ରହୁଥିବା ଆଦି ମାନବ ଆଜିର ମନୁଷ୍ୟମାନଙ୍କଠାରୁ ଉନ୍ନତ ସ୍ଥିତିରେ ଥିଲେ, କାରଣ ସେମାନଙ୍କର DNA ଖୁବ୍ କମ୍ ଥିଲା। ଆପଣ କାରରେ ବୁଲୁଛନ୍ତି, ବଡ଼ ବଡ଼ ବଙ୍ଗଳାରେ ରହୁଛନ୍ତି, ଅନେକ ସୁବିଧା ଗୁଡ଼ିକର ଉପଯୋଗ କରୁଛନ୍ତି, ମାତ୍ର ବାସ୍ତବରେ ଆପଣଙ୍କର ଆନ୍ତରିକ ସ୍ଥିତି ସେହି ଆଦି ମାନବଠାରୁ ବହୁତ ଅଧିକ ନିମ୍ନତର ଅଟେ, କାରଣ ତାଙ୍କର DNA ଖୁବ୍ କମ୍ ଥିଲା। ସେମାନେ ନିଶ୍ଚୟ ବହୁତ ଆନନ୍ଦମୟ ଜୀବନ ଜିଉଥିବେ, ମାତ୍ର ଆପଣ ଆନନ୍ଦମୟ ଜୀବନ ଜିଉନାହାନ୍ତି। ଆପଣ ବହୁତ କଠିନ ସମୟରେ ବଞ୍ଚିଛନ୍ତି। ଆପଣ ସବୁ ସମୟରେ ଅତ୍ୟନ୍ତ ଛୋଟ ଛୋଟ ତୁଚ୍ଛ କଥା ଗୁଡ଼ିକରେ ଛନ୍ଦି ହୋଇ ରହିଥାନ୍ତି। ଆମେ ଯେତେ ଅଗ୍ରସର ହେବା DNA ବିଷୟରେ ଆହୁରି ବିସ୍ତାରିତ ଆଲୋଚନା କରିବା। ବର୍ତ୍ତମାନ ଆପଣଙ୍କର କେବଳ ଏତିକି ଜାଣିବା ଆବଶ୍ୟକ ଯେ ଧର୍ମରେ ଆମେ ଯାହା କାର୍ଯ୍ୟ କରୁଛୁ ସେଗୁଡ଼ିକ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ଆପଣଙ୍କର DNAକୁ କମ୍ କରିବା ଅଟେ। ଆଜି ପର୍ଯ୍ୟନ୍ତ ଆମେ ଆପଣଙ୍କୁ ଏହି ବିଷୟରେ ସ୍ପଷ୍ଟ ଭାବରେ କହୁନଥିଲୁ, ମାତ୍ର ବର୍ତ୍ତମାନ ଆମେ ଏହାକୁ କହିବା ଆରମ୍ଭ କରିଛୁ, କାରଣ ଏବେ ଆପଣ ବହୁତ ଦ୍ରୁତ ଗତିରେ ଅଗ୍ରସର ହେବାକୁ ଯାଉଛନ୍ତି। ବିଶେଷ କରି ଏହି ସହସ୍ରନାମ ଯଜ୍ଞ ପରେ ବହୁତ ଲୋକମାନଙ୍କର DNAର ସ୍ତର ହ୍ରାସ ପାଇଛି। କିଛି ଲୋକମାନଙ୍କର DNA ଏତେ ଅଧିକ ହ୍ରାସ ପାଇଛି ଯେ ସେମାନେ ସମ୍ପୂର୍ଣ୍ଣ ଜୀବନମୁକ୍ତ ହୋଇଛନ୍ତି। ଏହା ବାସ୍ତବରେ ଘଟିଛି। ସେଥିପାଇଁ ବର୍ତ୍ତମାନ ଏହି ବିଷୟରେ କଥା ହେବାର ସମୟ ଆସିଯାଇଛି ଏବଂ ଆମେ ଏହି ବିଷୟରେ ଆପଣଙ୍କ ସହିତ କଥା ହେଉଛୁ। ପ୍ରଥମେ ଆମେ ଏହାକୁ ପାଶ୍ଚାତ୍ୟ ଦେଶଗୁଡ଼ିକରେ ବୁଝାଇଲୁ। ସେଠାରେ ଏହାକୁ ଖୁବ୍ ଭଲ ଭାବରେ ଗ୍ରହଣ କରାଗଲା। ସେଥିପାଇଁ ବର୍ତ୍ତମାନ ଆମେ ଭାରତରେ ମଧ୍ୟ ଏହି ବିଷୟରେ କଥା ହେଉଛୁ। କୌଣସି ପ୍ରକାରରେ ଏହି ସମାଚାର ଏଠାରେ ମଧ୍ୟ ପହଞ୍ଚିଗଲା ଏବଂ ଏଠାରେ ଲୋକମାନେ ଏହି ସମ୍ପର୍କରେ ପ୍ରଶ୍ନ ପଚାରିଲେ। ସେଥିପାଇଁ ବର୍ତ୍ତମାନ ଆମେ ଆପଣମାନଙ୍କୁ ମଧ୍ୟ ଏ ସମ୍ପର୍କରେ କହୁଛୁ। ଏହା ଜାଣି ରଖନ୍ତୁ ଯେ ଆମର ସମ୍ପୂର୍ଣ୍ଣ କାର୍ଯ୍ୟ ଆପଣଙ୍କର DNAକୁ ହ୍ରାସ କରିବା ନିମନ୍ତେ ଉଦ୍ଦିଷ୍ଟ ଅଟେ। ବର୍ତ୍ତମାନ ଆପଣଙ୍କର DNAର ସ୍ତର ଏତେ ଅଧିକ ଅଛି ଯେ ଆଜି ଆପଣଙ୍କର ଆନ୍ତରିକ ସ୍ଥିତି 1 ଲକ୍ଷ, 2 ଲକ୍ଷ ଅଥବା 3 ଲକ୍ଷ ବର୍ଷ ପୁରାତନ ଆଦିମ ମନୁଷ୍ୟମାନଙ୍କ ପରି ମଧ୍ୟ ନାହିଁ। ସେମାନେ ଗୁମ୍ଫାରେ ରହୁଥିଲେ, ତଥାପି ସେମାନଙ୍କର ଆନ୍ତରିକ ଅବସ୍ଥା ଆପଣଙ୍କଠାରୁ ଉନ୍ନତ ଥିଲା, କାରଣ ସେମାନଙ୍କର DNA କମ୍ ଥିଲା। ମାତ୍ର ଆଜି ଆପଣ କଳିଯୁଗରେ ବଞ୍ଚିଛନ୍ତି। ଏହା ବହୁତ ଭୟଙ୍କର ଏବଂ କଠିନ ସମୟ ଅଟେ। ଆମେ ଆପଣଙ୍କୁ ଏହି ପରିସ୍ଥିତିରୁ ବାହାରକୁ ଆଣିବାକୁ ଚାହୁଁଛୁ। କିପରି? ଆପଣଙ୍କର DNAକୁ ହ୍ରାସ କରି। ଏବେଠାରୁ ଆମେ ଅଧିକାଂଶ ସମୟରେ DNAର ପରିଭାଷାରେ ହିଁ କଥା ହେବୁ, ଯାହାଦ୍ୱାରା କଥାଗୁଡ଼ିକ ଅଧିକ ସ୍ପଷ୍ଟ ଏବଂ ବିଶେଷ ହୋଇଯିବ। ଆମେ ଧୀରେ ଧୀରେ ଏଥିରେ ଆହୁରି ଗଭୀରତାକୁ ଯିବା। ଏହି ବିଷୟରେ ବର୍ତ୍ତମାନ ବହୁତ କିଛି କରିବା ବାକି ରହିଛି, ମାତ୍ର ଯଦି ବର୍ତ୍ତମାନ ସବୁକିଛି କହି ଦିଆଯିବ ତେବେ ଏହା ଆପଣଙ୍କ ପାଇଁ ବହୁତ ଅଧିକ ହୋଇଯିବ। ବର୍ତ୍ତମାନ ପାଇଁ କେବଳ ଏତିକି ହିଁ ନିଜ ଭିତରେ ଗ୍ରହଣ କରିନିଅନ୍ତୁ। ଯେମିତି ଆମେ ଆଗକୁ ବଢ଼ିବା ଆମକୁ ଆହୁରି ସୁଯୋଗ ମିଳିବ
ଏବଂ ଆମେ ଏହି ବିଷୟକୁ ଆହୁରି ଅଧିକ ଗଭୀରତାର ସହିତ ବୁଝିବା। ଧନ୍ୟବାଦ ଶ୍ରୀ ଭଗବାନ। ଚତୁର୍ଥ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ରମଣ ମହର୍ଷି, ନିସର୍ଗଦତ୍ତ ମହାରାଜ, ବୁଦ୍ଧ, ଲାଓସୁ, ଜୟ କୃଷ୍ଣମୂର୍ତ୍ତିଙ୍କ ଭଳି ମହାନ ଜୀବନ୍ମୁକ୍ତ ସାଧୁମାନଙ୍କର ପ୍ରମୁଖ ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ବିଷୟରେ ଶ୍ରୀ ଭଗବାନ କିଛି କହିପାରିବେ କି? ଧନ୍ୟବାଦ ପ୍ରିୟ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ସେହି ସମସ୍ତ ମହାନ ଜୀବନ୍ମୁକ୍ତ ଗୁରୁମାନେ ଗୋଟିଏ ସତ୍ୟ ବିଷୟରେ ହିଁ କହିଥାନ୍ତି, କିନ୍ତୁ ଭିନ୍ନ ଭିନ୍ନ ପ୍ରକାରରେ। ବାସ୍ତବରେ ସେମାନେ ଗୋଟିଏ ସତ୍ୟକୁ ଭିନ୍ନ ଭିନ୍ନ ଶୈଳୀରେ ବ୍ୟକ୍ତ କରୁଥିଲେ। ଯଦିଓ ସେମାନେ ଭିନ୍ନ ସମୟରେ ଥିଲେ, ହୁଏତ ଶତାବ୍ଦୀ ଶତାବ୍ଦୀ ଧରି ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା, ତଥାପି ସେମାନେ ଗୋଟିଏ ସତ୍ୟକୁ କହିପାରିଲେ, କାରଣ ସେମାନଙ୍କର DNA ବହୁତ କମ୍ ଥିଲା। ଏହା ହୁଏତ 20%କୁ ଖସି ଆସିଥିଲା। ସେଥିପାଇଁ ସେମାନେ ସତ୍ୟକୁ ସେହି ପ୍ରକାର ବ୍ୟକ୍ତ କରିପାରିଲେ। ସର୍ବପ୍ରଥମେ ରମଣ ମହର୍ଷିଙ୍କ ବିଷୟରେ କଥା ହେବା। ଯେତେବେଳେ ରମଣ ମହର୍ଷି ଯୁବକ ଥିଲେ, ତାଙ୍କୁ ଏକ ଅଦ୍ଭୁତ ଅନୁଭୂତି ହୋଇଥିଲା, ଯାହାଦ୍ୱାରା ତାଙ୍କର DNA ବହୁତ କମିଯାଇଥିଲା। ସମ୍ଭବତଃ ଏହା 20%କୁ ଚାଲି ଆସିଥିଲା, ଯାହାକି ବହୁତ କମ୍। ଏହି DNA ହେଉଛି ମନ ଭିତରେ ଚାଲିଥିବା ନିଜ ସହ ନିଜର କଥାବାର୍ତ୍ତା, ଯାହା ମସ୍ତିଷ୍କ ଭିତରେ ନିରନ୍ତର ଚାଲିଥାଏ। ମସ୍ତିଷ୍କ ନିଜ ସହିତ କଥା ହୋଇ ଚାଲେ। ଏହା ଅତୀତ ବିଷୟରେ କଥା ହୁଏ, ଭବିଷ୍ୟତ ବିଷୟରେ କଥା ହୁଏ, ବର୍ତ୍ତମାନ ଘଟୁଥିବା ଘଟଣାଗୁଡ଼ିକ ଉପରେ କ୍ରମାଗତ ଟିପ୍ପଣୀ ଦେଇଥାଏ। ଏହା ବନ୍ଦ ନ ହୋଇ ଚାଲିଥାଏ, ପ୍ରାୟ ଗୋଟିଏ ରେକର୍ଡ଼ ପ୍ଲେୟାର ଭଳି। ବେଳେବେଳେ ଯେପରି ଗୋଟିଏ ରେକର୍ଡ଼ ପ୍ଲେୟାର ଗୋଟିଏ କଥାକୁ ବାରମ୍ବାର ଦୋହରାଇଥାଏ, ପୁଣି ଅନ୍ୟ କିଛି କଥା କହିଥାଏ, ପୁଣି ତାହା ବାରମ୍ବାର ବାରମ୍ବାର ଦୋହରାଇଥାଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏହା ଲଗାତାର ଚାଲିଥାଏ। ଏହାର ଉଦ୍ଦେଶ୍ୟ ମୁଁ ଏବଂ ମୋର ଭାବକୁ ବଜାୟ ରଖିବା। ରମଣ ମହର୍ଷି ଏହି କଥାବାର୍ତ୍ତାକୁ ଦେଖିପାରିଲେ। ପୂର୍ବରୁ ସେ ସେହି କଥାବାର୍ତ୍ତା ଭିତରେ ଥିଲେ। ସେ DNA ଦ୍ୱାରା ଟାଣି ହୋଇଯାଉଥିଲେ। ସେ ତା ଭିତରେ ଥିଲେ। ତାଙ୍କ ସହ ଯାହା ବି ଘଟିଲା, ସେ ସବୁକୁ ଗଭୀରତାକୁ ଗଲେ ନାହିଁ। ସେ ସେଥିରୁ ବାହାରକୁ ଆସିଲେ ଏବଂ DNAର କଥାବାର୍ତ୍ତାକୁ ଦେଖିପାରିଲେ। ନିଶ୍ଚିତ ଭାବରେ ସେତେବେଳେ ସେ DNA ଏବଂ ସେସବୁ ଶବ୍ଦ ବିଷୟରେ ଜାଣିନଥିଲେ, କିନ୍ତୁ ଆମେ କହିପାରିବା ଯେ ସେ ତାହା ଦେଖିପାରିଲେ। ତାପରେ ସେ DNAକୁ ଏକ ପ୍ରଶ୍ନ ପଚାରିଲେ, ମୁଁ କିଏ? DNA ଭିତରେ ବାସ୍ତବରେ କିଛି ନାହିଁ। ଏହା କେବଳ ଲଗାତାର କଥା ହେଉଛି ଏବଂ ମୋର ଭାବନାକୁ ଉତ୍ପନ୍ନ କରୁଛି। ଯେତେବେଳେ ଆପଣ DNAକୁ ପ୍ରଶ୍ନ ପଚାରନ୍ତି ଯେ ଆପଣ କିଏ, ତାହା ସେହି ପ୍ରଶ୍ନର ଉତ୍ତର ଦେଇପାରିବ ନାହିଁ, କାରଣ ଏହା କେବଳ ଶୂନ୍ୟରୁ ଭ୍ରମ ସୃଷ୍ଟି କରୁଛି। ତେଣୁ DNA ବନ୍ଦ ହୋଇଯାଏ। ଯାହା ଅବଶିଷ୍ଟ ରହେ ତାହା କେବଳ ସଚେତନତା, କିମ୍ବା ଯାହାକୁ ରମଣ ମହର୍ଷି କହୁଥିଲେ ବିଗ୍ ସେଲ୍ଫ କିମ୍ବା ବିଗ୍ ଆଇ। କେବଳ ଗୋଟିଏ ପ୍ରଶ୍ନ, ମୁଁ କିଏ, ଦ୍ୱାରା ଆପଣ ସିଧାସଳଖ DNAକୁ ସଙ୍ଗେ ସଙ୍ଗେ ରୋକିଦିଅନ୍ତି। ସେ ଏହି ପ୍ରଶ୍ନ DNAକୁ ସିଧା ପଚାରିଥିଲେ, ମୁଁ କିଏ? ପ୍ରଶ୍ନର ଉତ୍ତର
DNM ଦେଇପାରିବ ନାହିଁ, କାରଣ ଏହା ସ୍ୱୟଂ ଏକ ଭ୍ରମ। ଏହା କେବଳ ଭାବନାର ଏକ ଚକ୍ର। ଗୋଟିଏ ରେକର୍ଡ଼ ପ୍ଲେୟାର ପରି ଏହା ଲଗାତାର ଚାଲିଥାଏ। ଏହା କେବେ ଏହି ପ୍ରଶ୍ନର ଉତ୍ତର ଦେଇପାରିବନି। ଏହା କେବଳ କାହାଣୀ ତିଆରି କରୁଥାଏ, ଏହାର ଉତ୍ତର ଦେଇପାରିବ ନାହିଁ। ମନେ କରନ୍ତୁ ଆପଣ ଜୀବନମୁକ୍ତି ବିଷୟରେ କହୁଛନ୍ତି, ଯାହାକି ପ୍ରକୃତରେ DNMର ସମ୍ପୂର୍ଣ୍ଣ ବିରାମ। DNM କହିବ, ଓ ହଁ, ମୁଁ ଏବେ ଜୀବନମୁକ୍ତ ହୋଇଗଲି, ଏବେ ମୁଁ ବୁଝିଗଲି। DNM ଆମ ଏପରି କଥା କହିବ। ବାସ୍ତବରେ DNMର ସମ୍ପୂର୍ଣ୍ଣ ବିରାମ ହିଁ ଜୀବନମୁକ୍ତ ହେବା। କିନ୍ତୁ DNM ଏତେ ଚତୁର ଯେ ଏହା କହିବ, ହଁ, ମୁଁ ଏବେ ବୁଝିଗଲି, ଏବେ ମୁଁ ଜୀବନମୁକ୍ତ। ରମଣ ମହର୍ଷିଙ୍କ ସହିତ ଏହା ଘଟିଥିଲା। ସେ DNMକୁ ଦେଖିଲେ। ନିଶ୍ଚିତ ଭାବରେ ସେତେବେଳେ DNM ଶବ୍ଦର ପ୍ରଚଳନ ନଥିଲା। ସେ ନିଜ ସହ ନିଜର କଥାବାର୍ତ୍ତାକୁ ଦେଖିଲେ। ସେ ଛୋଟ ବା ମୁଁର ଭାବକୁ କଥାବାର୍ତ୍ତା କରୁଥିବାର ଦେଖିଲେ। ସେ ସେଥିରୁ ବାହାରକୁ ଆସିପାରିଲେ। ସେ କାହିଁକି ବାହାରକୁ ଆସିଲେ, ତାହା ଏକ ଭିନ୍ନ ପ୍ରଶ୍ନ। ସେ ସେଥିରୁ ବାହାରକୁ ଆସିଲେ ଏବଂ ଦେଖିଲେ ଯେ ଏହା କଥା ହେଉଛି। ତେଣୁ ସେ ପ୍ରଶ୍ନ କଲେ, ମୁଁ କିଏ? ଏହାର କୌଣସି ଉତ୍ତର ମିଳିଲା ନାହିଁ। ସେ ସେହି ସଚେତନତାରେ ସମ୍ପୂର୍ଣ୍ଣ ଭାବେ ସ୍ଥିର ହୋଇଗଲେ, ଯାହାକୁ ସେ ବଡ଼ ଆଇ ବା ବଡ଼ ସେଲ୍ଫ ବା ବ୍ରହ୍ମନ୍ କୁହନ୍ତି। ଛୋଟ ମୁଁର ଭାବ ସମାପ୍ତ ହୋଇଗଲା। ସେ କୌଣସି ସାଧନା କିମ୍ବା ଅଭ୍ୟାସ ବିଷୟରେ ବର୍ଣ୍ଣନା କରିନଥିଲେ। ସେ କେବଳ ମୁଁ କିଏ ପ୍ରଶ୍ନ ସିଧାସଳଖ ପଚାରିଥିଲେ। ଯଦି ଆପଣ ଏହି ପ୍ରଶ୍ନକୁ ଗମ୍ଭୀରତାର ସହ ଭିତରକୁ ନେବେ, ତେବେ ସବୁ ସମାପ୍ତ ହୋଇଯିବ। ଏହା ଗୋଟିଏ ଗୁଳି ପରି DNM ଭିତରେ ପଶିଯାଏ ଏବଂ ତାହାକୁ ସମାପ୍ତ କରିଦିଏ। ରମଣ ମହର୍ଷି ଏହିପରି କରିଥିଲେ। କିଛି ଲୋକ ଏହାକୁ ବୁଝିପାରିଲେ ମଧ୍ୟ। ଅତି କମ୍ରେ ସେଠାରେ ଜଣେ ବ୍ୟକ୍ତି ଥିଲେ, ମୁଁ ତାଙ୍କ ନାଁ ଭୁଲି ଯାଉଛି। ସେ ଏହାକୁ ବୁଝିପାରିଥିଲେ। ରମଣ ମହର୍ଷିଙ୍କ ସହିତ ଏପରି ହେଲା କାରଣ ତାଙ୍କର DN ବହୁତ କମ୍ ହୋଇଯାଇଥିଲା। ପରବର୍ତ୍ତୀ ବ୍ୟକ୍ତି ହେଉଛନ୍ତି ନିସର୍ଗଦତ୍ତ ମହାରାଜ। ତାଙ୍କର ମୂଳ ଅନ୍ତର୍ଦୃଷ୍ଟି ଥିଲା, ଯାହା ବାସ୍ତବରେ ଅଛି ତାହା କେବଳ ସଚେତନତା। ବାକି ଯାହା ଘଟୁଛି ତାହା ହେଉଛି କେବଳ ସେହି ସଚେତନତାର ବିଷୟବସ୍ତୁ ମାତ୍ର। ଆପଣଙ୍କ ମନ, ଆପଣଙ୍କ DNM ଏସବୁ କେବଳ ସେହି ସଚେତନତାରେ ଉପସ୍ଥିତ ବିଷୟବସ୍ତୁ। ସେହିପରି ସ୍ଥାନ ଯାହାକୁ ଆମେ ସଚେତନତା ବୋଲି କହିଥାଉ, ସେଠାରେ ଏହି ସମସ୍ତ ତାମସା ଘଟୁଛି। ଆପଣଙ୍କ ଚିନ୍ତାଧାରା ଏବଂ ଆପଣଙ୍କର DNM ଏଗୁଡ଼ିକ ସବୁ କେବଳ ତା'ର ବିଷୟବସ୍ତୁ। ବର୍ତ୍ତମାନ ଆପଣଙ୍କୁ ସେହି ସଚେତନତାର ସ୍ଥିତିରୁ ଏହି ବିଷୟବସ୍ତୁକୁ ଦେଖିବାକୁ ହେବ। ଆପଣ ଏହା ଭିତରକୁ ଟାଣି ହୋଇଯିବା ଉଚିତ ନୁହେଁ। ଯେତେବେଳେ ଆପଣ ଏହି ବିଷୟବସ୍ତୁକୁ ନିଜ ବାହାରେ ଘଟୁଥିବା ଏକ ଜିନିଷ ଭାବରେ ଦେଖିବା ଆରମ୍ଭ କରିବେ, ସେତେବେଳେ ଆପଣ ଏହା ଭିତରକୁ ଟାଣି ହୋଇଯିବେ ନାହିଁ ଏବଂ ଧୀରେ ଧୀରେ ଏହା କମିଯିବ। ଶେଷରେ ଯାହା ରହିଯିବ ତାହା କେବଳ ଶୁଦ୍ଧ ସଚେତନତା। ଏହା ରମଣ ମହର୍ଷିଙ୍କ ମୁଁର ଭାବନା ସେଲ୍ଫ ସହିତ ସମାନ। ନିସର୍ଗଦତ୍ତ ମହାରାଜ ତାକୁ ସଚେତନତା କହୁଥିଲେ। ସେ ସଚେତନତା ଶବ୍ଦ ବ୍ୟବହାର କରୁଥିଲେ ଏବଂ ଯାହାକୁ ଆପଣ ବିଷୟବସ୍ତୁ ବୋଲି କହୁଛନ୍ତି, ତାହା ଧୀରେ ଧୀରେ ଶାନ୍ତ ହୋଇଯାଏ।
ଯେତେବେଳେ ଏହି ବିଷୟବସ୍ତୁ କମିଯାଏ ତାହାର ଅର୍ଥ ଏବଂ ପ୍ରଭାବ ମଧ୍ୟ ଲୋପ ପାଏ। ଶେଷରେ ଯାହା ଅବଶିଷ୍ଟ ରହେ ତାହା କେବଳ ସଚେତନତା। ଏହା ହିଁ ନିସର୍ଗଦତ୍ତ ମହାରାଜଙ୍କ ଶିକ୍ଷା ଥିଲା। ବାସ୍ତବରେ ସମସ୍ତ ମହାନ ଗୁରୁ ଗୋଟିଏ କଥା ହିଁ କହୁଥିଲେ। ସେମାନେ ଏହା କହିପାରୁଥିଲେ କାରଣ ସେମାନଙ୍କର DNM ବହୁତ କମ୍ ଥିଲା। ଯଦି ଆପଣଙ୍କ DNM କମ୍ ହୋଇଯାଏ ଆପଣ ମଧ୍ୟ କହିପାରିବେ। ବର୍ତ୍ତମାନ ଆପଣଙ୍କ DNMକୁ କିପରି କମାଯାଇପାରିବ ସେଥିପାଇଁ ଆମକୁ ଏବେ କାମ କରିବାକୁ ପଡ଼ିବ। ଆପଣଙ୍କ DNM ଅଧିକ ଅଛି। ଆପଣ କଳିଯୁଗରେ ଅଛନ୍ତି ଏବଂ କଳିଯୁଗକୁ ଆହୁରି ଶକ୍ତିଶାଳୀ କରୁଛନ୍ତି। ଆପଣ କ'ଣ କରୁଛନ୍ତି? ଆପଣ କଳିଯୁଗରେ ଆହୁରି ବଢ଼ିବା ପାଇଁ ଯୋଗଦାନ ଦେଉଛନ୍ତି। ଦୁନିଆର ଏହି ସମସ୍ତ ଅସୁବିଧା ଓ ବିଶୃଙ୍ଖଳାରେ ଆପଣ ହିଁ ସହଯୋଗୀ। ସମସ୍ତ ଯୁଦ୍ଧ, ସମସ୍ତ ସମସ୍ୟା, ସମସ୍ତ କଳହ ଏଥିରେ ଆପଣ ହିଁ ଯୋଗଦାନ ଦେଉଛନ୍ତି। ଆପଣଙ୍କର ସମସ୍ତ ଦୁଃଖ ଆପଣ ନିଜେ ସୃଷ୍ଟି କରୁଛନ୍ତି କାରଣ ଆପଣଙ୍କ ଭିତରେ DNM ସକ୍ରିୟ ରହିଛି। ଆପଣଙ୍କୁ ଏବେ ଆପଣଙ୍କ DNMକୁ କମାଇବାକୁ ହେବ। ତାକୁ ତ୍ରେତୟା ଯୁଗର ସ୍ତର ପର୍ଯ୍ୟନ୍ତ ଆଣିବାକୁ ପଡ଼ିବ। ପରେ ଦ୍ୱାପର ଯୁଗର ସ୍ତର ପର୍ଯ୍ୟନ୍ତ ଏବଂ ତାପରେ ସ୍ୱର୍ଣ୍ଣ ଯୁଗର ସ୍ତର ପର୍ଯ୍ୟନ୍ତ ଆଣିବାକୁ ପଡ଼ିବ। ସେତେବେଳେ ପୃଥିବୀ ମଧ୍ୟ ପରିବର୍ତ୍ତିତ ହେବ। ପରବର୍ତ୍ତୀ ମହାପୁରୁଷ ହେଉଛନ୍ତି ବୁଦ୍ଧ। ଗୌତମ ବୁଦ୍ଧ ମଧ୍ୟ ସେହି ସମାନ କଥା କହିଥିଲେ। ତାଙ୍କର DNM ମଧ୍ୟ କମିଯାଇଥିଲା। ଅନେକ ପ୍ରକ୍ରିୟା ମାଧ୍ୟମରେ ସେ ଏହାକୁ କମ୍ କରିଥିଲେ। ଆମେ ସେହି ପ୍ରକ୍ରିୟା ଭିତରକୁ ଯିବା ନାହିଁ। ମୁଁ ଆପଣଙ୍କୁ ପୂର୍ବରୁ କହିଥିଲି ଯେ ଆପଣଙ୍କର ସମସ୍ତ ଦୁଃଖ DNM ଯୋଗୁଁ ହିଁ ହୋଇଥାଏ। ଏବଂ DNM କ'ଣ କରୁଛି? ଏହା ତୃଷ୍ଣା ସୃଷ୍ଟି କରୁଛି। ସବୁ କଥାରେ ଟିପ୍ପଣୀ ଦେଉଛି। କିଛି ହେବାର ଆକାଂକ୍ଷା, ଅଶାନ୍ତି ସୃଷ୍ଟି କରୁଛି। ଏହି ସବୁ କାମ ଏହା କରୁଛି। ତେଣୁ ବୁଦ୍ଧ କହୁଛନ୍ତି ତୃଷ୍ଣାକୁ ବନ୍ଦ କରିଦିଅ। ଯଦି ଆପଣ ତୃଷ୍ଣା ବନ୍ଦ କରିଦେବେ DNM କମିଯିବ। ସେ କହୁଥିଲେ କିଛି ହେବାର ଇଚ୍ଛାକୁ ରୋକିଦିଅ। ମୁଁ ଏହା ହେବାକୁ ଚାହେଁ, ମୁଁ ତାହା ହେବାକୁ ଚାହେଁ, ଏପରି ଆକାଂକ୍ଷା ରଖିବା ବନ୍ଦ କରିଦିଅନ୍ତୁ। ଏସବୁ DNM କରୁଛି। ଆକାଂକ୍ଷା ରଖିବା ବନ୍ଦ କର, DNM କମିଯିବ। ଏବେ ପ୍ରଶ୍ନ ହେଉଛି ତୃଷ୍ଣା କିପରି ବନ୍ଦ କରିବେ? ଆକାଂକ୍ଷା କିପରି ବନ୍ଦ କରିବେ? ଏଥିପାଇଁ ବୁଦ୍ଧ ଅଷ୍ଟମାର୍ଗ ଦେଇଥିଲେ। ରମଣ ମହର୍ଷି କୌଣସି ମାର୍ଗ ଦେଇନଥିଲେ। ସେ କେବଳ ଗୋଟିଏ ପ୍ରଶ୍ନ ଦେଇଥିଲେ, ମୁଁ କିଏ? ନିସର୍ଗଦତ୍ତ ମହାରାଜ ମଧ୍ୟ କୌଣସି ଜଟିଳ ମାର୍ଗ ଦେଇନଥିଲେ। ବୁଦ୍ଧ ଏକ ମାର୍ଗ ଦେଇଥିଲେ କାରଣ ଲୋକମାନେ ତାଙ୍କୁ ଗୋଟିଏ ମାର୍ଗ ଦେବାକୁ ଅନୁରୋଧ କରିଥିଲେ। ତାଙ୍କ ଚାରିପଟେ ବହୁତ ଲୋକ ଥିଲେ। ସେଥିପାଇଁ ସେ ଅଷ୍ଟମାର୍ଗ ଦେଇଥିଲେ। ଯଦି ଆପଣ ତାର ଅଭ୍ୟାସ କରନ୍ତି ତେବେ ଧୀରେ ଧୀରେ କିଛି ହେବାର ଇଚ୍ଛା କମିଯିବ, ତୃଷ୍ଣା କମିଯିବ, ଯାହାକୁ ଆମ ଭାଷାରେ DNM କମିଯିବ ବୋଲି କୁହାଯାଏ। ଏହା ପରେ ଯାହା ରହିବ ତାହା ହେଉଛି ଶାନ୍ତି, ପରମାନନ୍ଦ, ଆନନ୍ଦ ଏବଂ ନିର୍ବାଣ। ବାକି ସବୁ ସମାପ୍ତ ହୋଇଯିବ। ଏବେ ଆପଣଙ୍କ ଭିତରେ ଚାଲୁଥିବା ଆନ୍ତରିକ ବାର୍ତ୍ତାଳାପକୁ ବନ୍ଦ କରିବାକୁ ପଡ଼ିବ। ବିଶେଷ କରି ଆପଣଙ୍କ DNMକୁ ବନ୍ଦ କରିବାକୁ ପଡ଼ିବ। ଏହାକୁ ବନ୍ଦ କରିଦିଅନ୍ତୁ। ଆପଣ ବୁଦ୍ଧଙ୍କ ପରି ବା ରମଣ ମହର୍ଷିଙ୍କ ପରି ବା ନିସର୍ଗଦତ୍ତ ମହାରାଜଙ୍କ ପରି ହୋଇଯିବେ। ଆପଣଙ୍କ DNMକୁ ବନ୍ଦ କରନ୍ତୁ, ନଚେତ୍
ଆପଣ କଳି ଯୁଗରେ ହିଁ ରହିବେ। ଆପଣଙ୍କ DNM ଯେଉଁ ସ୍ତରରେ ଅଛି ସେଥିରୁ ଜଣାପଡ଼ୁଛି ଯେ ଆପଣ କେଉଁ ଯୁଗରେ ଜିଉଛନ୍ତି। ଯଦି ଆପଣ ଏହି ସମୟରେ କୌଣସି କଷ୍ଟରେ ଅଛନ୍ତି ତେବେ ତା'ର କାରଣ ହେଉଛି ଯେ ଆପଣଙ୍କ DNM ଅଧିକ ଅଛି। ଯଦି ଆପଣ ବୁଦ୍ଧଙ୍କ ବିଷୟରେ ପଢ଼ୁଛନ୍ତି ଏବଂ ତାଙ୍କ ପରି ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ DNM କମ୍ ହେବାର ଅଛି। ଯଦି ଆପଣ କୌଣସି ମହାନ ଗୁରୁଙ୍କ ବିଷୟରେ ପଢ଼ୁଛନ୍ତି ଏବଂ ତାଙ୍କ ପରି ହେବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କର DNM କମ୍ ହେବା ଆବଶ୍ୟକ। ଆମେ ଯାହା କିଛି କରୁଛୁ ତାର ଉଦ୍ଦେଶ୍ୟ ହେଉଛି ଆପଣଙ୍କ DNMକୁ କମ୍ କରିବା। ସେଥିପାଇଁ ଆମେ ଏକ ସାଧନାର ମାଧ୍ୟମ ତିଆରି କରିଛୁ। ସେହିପରି ସାଧନାର ନାମ ହେଲା ଦୀକ୍ଷା। ଦୀକ୍ଷା ବ୍ୟବହାର କରି ଆମେ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ କାର୍ଯ୍ୟ କରୁ। ଆମେ ଏହାକୁ ଧିମା କରୁଛୁ। ଏହି ବିଷୟରେ ଅଧିକ କଥା ପରେ ହେବା। ପରବର୍ତ୍ତୀ ବ୍ୟକ୍ତି ହେଉଛନ୍ତି ଚୀନର ଶିକ୍ଷକ ଲାଓ ସୁ, ଚୀନର ମହାନ ଗୁରୁ। ତାଙ୍କ ଶିକ୍ଷାର ମୂଳ ସିଦ୍ଧାନ୍ତ ହେଉଛି ଉ ୱେ ଅର୍ଥାତ୍ ଖୋଦେଇ କରିବା ବନ୍ଦ କରିଦିଅନ୍ତୁ। ଏହାର ଅର୍ଥ ହେଉଛି କାଠ ଖୋଦେଇ କରି ରୂପ ଦେବା ବନ୍ଦ କରନ୍ତୁ। ଆପଣ କାଠରେ ଏକ ଖଣ୍ଡ ନିଅନ୍ତି ଏବଂ ତାହାକୁ ଖୋଦେଇ କରି ରୂପ ଦେବା ଆରମ୍ଭ କରନ୍ତି। ଆପଣଙ୍କ ମନରେ କିଛି କଳ୍ପନା ଥାଏ ଏବଂ ସେହି ଅନୁସାରେ ଆପଣ କାଠକୁ ଏକ ଆକାର ଦେବାକୁ ଚାହାନ୍ତି। ତାପରେ ଆମେ ତାକୁ ଖୋଦେଇ କରି ଚାଲନ୍ତି। ସେ କୁହନ୍ତି ଏହି ଖୋଦେଇ କରିବା କାର୍ଯ୍ୟ ବନ୍ଦ କରିଦିଅନ୍ତୁ। ଏଠାରେ କାଠ ହେଉଛି ଆପଣଙ୍କ ଜୀବନ ଏବଂ ଆପଣ ଆପଣଙ୍କର ଧାରଣା, ବିଚାର ଓ ବିଶ୍ୱାସ ଅନୁସାରେ ଜୀବନକୁ ଆକାର ଦେବାକୁ ଚାହୁଁଛନ୍ତି। ଆପଣ ନିରନ୍ତର ଏହା ଉପରେ କାମ କରି ଚାଲିଛନ୍ତି। ଏହା ଭଲ, ଏହା ଖରାପ, ଏହା ହେବା ଉଚିତ, ତାହା ହେବା ଉଚିତ ନୁହେଁ। ଏହା ହିଁ DNMର ଟିପ୍ପଣୀ। ଆପଣ ଜୀବନକୁ ଆକାର ଦେବା ବନ୍ଦ କରନ୍ତୁ। ଜୀବନର ସ୍ରୋତ ସହ ବହି ଚାଲନ୍ତୁ। ଜୀବନ ପ୍ରବାହିତ ହେଉଥିବା ଏକ ନଦୀ ସଦୃଶ। ଆପଣଙ୍କୁ ଏହିପରି ଯିବାକୁ ପଡ଼ିବ। ଜୀବନକୁ ଆକାର ଦେବାକୁ ଚେଷ୍ଟା କରିବା ଉଚିତ ନୁହେଁ। ଜୀବନକୁ ଆକାର ଦେବାକୁ ଆପଣ କିଏ? ଏହା ନିରର୍ଥକ। ଏହା DNMର କାର୍ଯ୍ୟକଳାପ। DNM ଧୀର ହୋଇଗଲେ ଆପଣ ଏପରି କାର୍ଯ୍ୟକଳାପରେ ଲିପ୍ତ ହେବେ ନାହିଁ। ଆପଣଙ୍କୁ ଜୀବନ ସହିତ ପ୍ରବାହିତ ହେବାକୁ ଲାଗିବେ। ତେବେ ସବୁକିଛି ଅତ୍ୟନ୍ତ ସୁନ୍ଦର, ଅତ୍ୟନ୍ତ ଅଦ୍ଭୁତ ହେବ। ଏହା ଆପଣଙ୍କ ପାଇଁ ସେପରି ନୁହେଁ, କାରଣ ଆପଣ ସବୁବେଳେ ଜୀବନକୁ ଖୋଦେଇ କରି ରୂପ ଦେବାରେ ବ୍ୟସ୍ତ। ଧରନ୍ତୁ ଗୋଟିଏ ପତ୍ର ବା ଫୁଲ ହଲୁଛି। ଏହାକୁ କେବଳ ଅନୁଭବ କରନ୍ତୁ। ଆପଣ ଏପରି କରନ୍ତି ନାହିଁ। ପତ୍ରର ଆକାର କିମ୍ବା ଫୁଲର ବିକଶିତ ହେବାକୁ ଅନୁଭବ କରିବା ପରିବର୍ତ୍ତେ ଆପଣ ତାହା ଉପରେ ଟିପ୍ପଣୀ ଦେବା ଆରମ୍ଭ କରନ୍ତି। ଆପଣ ତାହା ଉପରେ ମନ୍ତବ୍ୟ ଦେଉଛନ୍ତି। ଫୁଲ ଉପରେ ସବୁ ପ୍ରକାରର ଟିପ୍ପଣୀ ଦେଉଛନ୍ତି। ଏସବୁ ନକରି କେବଳ ଫୁଲଟିକୁ ଅନୁଭବ କରନ୍ତୁ। ତା ଉପରେ ଟିପ୍ପଣୀ ଦିଅନ୍ତୁ ନାହିଁ। ଫୁଲକୁ ଅନୁଭବ କରିବା ହେଉଛି ଜୀବନ ସହିତ ପ୍ରବାହିତ ହେବା। କିନ୍ତୁ ଫୁଲ ଉପରେ ମନ୍ତବ୍ୟ ଦେବା ହେଉଛି DNM। ତେଣୁ ଶିକ୍ଷା ହେଉଛି ଖୋଦେଇ କରିବା ବନ୍ଦ କରିଦିଅନ୍ତୁ। ବାସ୍ତବରେ ଏହା ମଧ୍ୟ ସେହି ଶିକ୍ଷା। ଏଠାରେ କେବଳ DNMକୁ ଭିନ୍ନ ପ୍ରକାରରେ ପ୍ରକାଶ କରାଯାଇଛି। ପରବର୍ତ୍ତୀ ଗୁରୁ ହେଉଛନ୍ତି ଯେ କୃଷ୍ଣମୂର୍ତ୍ତି। ଯେ କୃଷ୍ଣମୂର୍ତ୍ତିଙ୍କ ବିଷୟରେ ଆପଣଙ୍କ ମଧ୍ୟରୁ ଅନେକ ଜାଣିଥିବେ, କାରଣ
ସେ ଏଇ ଅଳ୍ପ କିଛି ଦିନ ତଳେ ଜୀବିତ ଥିଲେ। ଯେ କୃଷ୍ଣମୂର୍ତ୍ତିଙ୍କ ମୁଖ୍ୟ ଶିକ୍ଷା ହେଉଛି ଦ୍ରଷ୍ଟା ହିଁ ଦୃଶ୍ୟ। ଏବେ ଯେତେବେଳେ DNM ବନ୍ଦ ହୋଇଯାଏ କିମ୍ବା 20%କୁ ଖସି ଆସେ, ସେତେବେଳେ କେବଳ ଯାହା ଅଛି ତାହା ହିଁ ରହିଥାଏ। ଆପଣ କେବଳ ଦେଖନ୍ତି, କୌଣସି ଟିପ୍ପଣୀ ଦିଅନ୍ତି ନାହିଁ। ଆପଣ ଗୋଟିଏ ଗଛକୁ ଦେଖନ୍ତି, ବାସ୍ ଏତିକି। ଆପଣ ଦ୍ରଷ୍ଟା ନୁହନ୍ତି, DNM ହିଁ ଦ୍ରଷ୍ଟା। ସେତେବେଳେ DNM ଏହାର ସାଧାରଣ ସକ୍ରିୟତାର 20%କୁ ଖସି ଆସେ, ସେତେବେଳେ ଦ୍ରଷ୍ଟା ସମାପ୍ତ ହୋଇଯାଏ। ଯାହା ଅଛି ତାହା କେବଳ ଦୃଶ୍ୟ। ତେଣୁ ସେ କହିଥାନ୍ତି ଦ୍ରଷ୍ଟା ହିଁ ଦୃଶ୍ୟ। କେବଳ ତାହା ହିଁ ସେଠାରେ ଅଛି ଯାହାକୁ ଦେଖାଯାଇପାରୁଛି। ଦ୍ରଷ୍ଟା ଅଲଗା ନୁହେଁ, ତାହା ସମାପ୍ତ ହୋଇଯାଇଛି। DNM କମିଯାଇଥିବାରୁ କୌଣସି ଟିପ୍ପଣୀ ନାହିଁ। ସେହି ସବୁ ଜିନିଷ ସମାପ୍ତ ହୋଇଯାଇଛି। ଆପଣଙ୍କୁ ଯାହା ବି ଦେଖାଯାଏ, ଆପଣ ତୁରନ୍ତ ତା ଉପରେ ଟିପ୍ପଣୀ କରିଥାନ୍ତି। ଏପରି DNM କରିଥାଏ। ଯାହା ଅନୁଭବ କରାଯାଏ କେବଳ ତାହା ହିଁ ବିନା ଟିପ୍ପଣୀରେ ସେଠାରେ ଥାଏ ଏବଂ ଯାହା ଅଛି ତାହା କେବଳ ଦୃଶ୍ୟ। ଏବେ ଟିପ୍ପଣୀ ଦେଲାବାଲା ଦ୍ରଷ୍ଟା ଚାଲି ଯାଇଥାନ୍ତି। DNM ପ୍ରାୟ 20% ପର୍ଯ୍ୟନ୍ତ କମିଗଲା। ଏହା ଚାଲିଯାଇଛି ଏବଂ ସେଥିପାଇଁ ଯେ କୃଷ୍ଣମୂର୍ତ୍ତିଙ୍କର ମୁଖ୍ୟ ଜ୍ଞାନ ହେଉଛି ଦ୍ରଷ୍ଟା ହିଁ ଦୃଶ୍ୟ। ଯେତେବେଳେ ଆପଣଙ୍କର DNM କମିଯିବ, ସେତେବେଳେ ଆପଣଙ୍କ ପାଇଁ ଏହା ଅତ୍ୟନ୍ତ ସ୍ପଷ୍ଟ ହୋଇଯିବ। ତାପରେ ଆପଣ ସ୍ୱର୍ଣ୍ଣ ଯୁଗରେ ପ୍ରବେଶ କରିବେ। ସେ ପର୍ଯ୍ୟନ୍ତ ଆପଣଙ୍କୁ କଳିଯୁଗରେ ରହିବାକୁ ପଡ଼ିବ। ଆପଣ କଳିଯୁଗବାସୀ ହିଁ ରହିବେ। ଧନ୍ୟବାଦ ଶ୍ରୀ ଭଗବାନ। ପଞ୍ଚମ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଆସନ୍ତା ମାସରେ ନେମମ୍ରେ ଶ୍ରୀ ଆମାଙ୍କ ଦର୍ଶନ ହେବାକୁ ଯାଉଛି ବୋଲି ଜାଣି ଆମେ ଅତ୍ୟନ୍ତ ଆନନ୍ଦିତ। ଶ୍ରୀ ଆମାଙ୍କ ଦର୍ଶନ ସମୟରେ ସର୍ବୋତ୍ତମ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଆମେ ନିଜକୁ କିପରି ପ୍ରସ୍ତୁତ କରିବା ଉଚିତ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ଏହି ଦର୍ଶନର ଉଦ୍ଦେଶ୍ୟ ହେଉଛି ଆପଣଙ୍କ DNM ବା ଡିଫଲ୍ଟ ନେଟୱାର୍କ ମୋଡ଼ର ଗତିକୁ ହ୍ରାସ କରିବା। ତେଣୁ ଆପଣଙ୍କ ଆଭିମୁଖ୍ୟ ଏପରି ହେବା ଉଚିତ ଯେ ଶ୍ରୀ ଆମାଙ୍କ ଆଶୀର୍ବାଦ ପ୍ରାପ୍ତ କରି ଆପଣଙ୍କ DNM ଧୀରେ ଧୀରେ ମନ୍ଥର ହେବାର ପ୍ରକ୍ରିୟା ଆପଣ ଆରମ୍ଭ କରନ୍ତୁ। ଯେତେବେଳେ DNMର ଗତି କମିବାକୁ ଲାଗିବ, ସେତେବେଳେ ଆପଣଙ୍କ ଭିତରେ ଏକ ଗଭୀର ପରିପୂର୍ଣ୍ଣତାର ଅନୁଭବ ସୃଷ୍ଟି ହେବ। ଆପଣଙ୍କ ଅନେକ ସମସ୍ୟାର ସମାଧାନ ହୋଇଯିବ, କାରଣ ଆପଣଙ୍କର ଅଧିକାଂଶ ସମସ୍ୟା DNM ଦ୍ୱାରା ସୃଷ୍ଟି ହୋଇଥାଏ। DNM ଧୀର ହେବା ସହିତ କୌଣସି ସମସ୍ୟାର ସମାଧାନ ହୋଇପାରେ କିମ୍ବା ବେଳେବେଳେ ସମସ୍ୟାଟି ସମ୍ପୂର୍ଣ୍ଣ ଭାବରେ ବିଲୀନ ହୋଇଯାଇପାରେ, କାରଣ ପରିସ୍ଥିତିରେ ଏପରି କିଛି ପରିବର୍ତ୍ତନ ଘଟିବ ଯାହା ତାହାକୁ ଦୂର କରିଦେବ। କିନ୍ତୁ ଏହାଠାରୁ ମଧ୍ୟ ଅଧିକ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କ ସମ୍ପର୍କ ଗୁଡ଼ିକରେ ଏକ ଗଭୀର ପରିବର୍ତ୍ତନ ଆସିବ। ଏହା ହିଁ ପ୍ରକୃତ ମାପଦଣ୍ଡ, ଯାହାଦ୍ୱାରା ଆପଣ ନିଜର ଆଧ୍ୟାତ୍ମିକ ପ୍ରଗତିକୁ ଦେଖିପାରିବେ। ଆପଣଙ୍କ ପରିବାର, ପତି, ପତ୍ନୀ, ସନ୍ତାନ, ବନ୍ଧୁବାନ୍ଧବ ଏବଂ ସମସ୍ତଙ୍କ ସହ ଆପଣଙ୍କ ସମ୍ପର୍କରେ ପରିବର୍ତ୍ତନ ଆସିବ। ତାପରେ ସ୍ୱାଭାବିକ ଭାବରେ ଆପଣ ଜୀବନମୁକ୍ତି ଆଡ଼କୁ ଅଗ୍ରସର ହେବେ, କାରଣ DNM ଯେତେବେଳେ ଧୀର ହୋଇଯାଏ, ସେତେବେଳେ ସେ ମୁଁର ଅନୁଭବ, ପୃଥକ୍ ଅସ୍ତିତ୍ୱର ଭାବନା କିମ୍ବା ମାନସିକ ମୁଁକୁ ଆଉ ସୃଷ୍ଟି କରିପାରେ ନାହିଁ। ଏହି ସ୍ଥିତିରେ ଆପଣ ଜୀବନମୁକ୍ତି ପ୍ରାପ୍ତ କରିବେ
ଏବଂ ସେହି ମହାନ ଜ୍ଞାନୀମାନଙ୍କ ସହ ଯୋଗଦାନ କରିବେ। ଏହାପରେ ଯଦି ଆପଣ ଆହୁରି ଅଗ୍ରସର ହୁଅନ୍ତି ତେବେ ଆପଣ ଏକତ୍ୱକୁ ଅନୁଭବ କରିବେ ଏବଂ ତାଠାରୁ ମଧ୍ୟ ଆଗକୁ ବଢ଼ି ପରମ ସତ୍ୟର ପ୍ରତ୍ୟକ୍ଷ ଅନୁଭବ ପ୍ରାପ୍ତ କରିବେ। ଏହି ଦର୍ଶନ ଆପଣଙ୍କୁ ସେହି ଯାତ୍ରାରେ ଆଗକୁ ନେବାରେ ସାହାଯ୍ୟ କରିବ, କିନ୍ତୁ ଏହା କେତେଦୂର ପର୍ଯ୍ୟନ୍ତ ଆପଣଙ୍କୁ ନେଇଯିବ ତାହା ଆପଣଙ୍କ ସହଭାଗିତା, ଆପଣଙ୍କ ଗମ୍ଭୀରତା ଏବଂ ଆପଣଙ୍କ ଅନ୍ତରର ଆଧ୍ୟାତ୍ମିକ ଆକାଂକ୍ଷା ଉପରେ ନିର୍ଭର କରିବ। ଷଷ୍ଠ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ମୁଁ ଜଣେ ଯୁବକ ଏବଂ ଛୋଟ ବେଳରୁ ଧର୍ମରେ ଅଛି, କିନ୍ତୁ ବିଭିନ୍ନ ପ୍ରକ୍ରିୟା ସମୟରେ ମୋତେ କେବେ ମଧ୍ୟ କୌଣସି ଉଚ୍ଚ ଚୈତନ୍ୟ ସ୍ଥିତି ଅନୁଭବ ହୋଇନାହିଁ। ଏହାର କାରଣ କ'ଣ ପ୍ରିୟ ପ୍ରଭୁ? ପ୍ରକ୍ରିୟା ସମୟରେ ଉଚ୍ଚ ଚୈତନ୍ୟ ସ୍ଥିତି ପାଇବା ପାଇଁ ମୁଁ କେଉଁ ସାଧନା କରିବି? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ଆପଣ ଉଚ୍ଚ ଚୈତନ୍ୟ ସ୍ଥିତି ପାଉନାହାନ୍ତି ଏବଂ କେତେକ ଲୋକଙ୍କୁ କୌଣସି ଅଲୌକିକ ଅନୁଭବ ମଧ୍ୟ ହୁଏ ନାହିଁ। ଏହାର କାରଣ ହେଉଛି DNM ବହୁତ ଉଚ୍ଚ ସ୍ତରରେ ରହିବା। ଅଲୌକିକ ଅନୁଭବ କିମ୍ବା ଉଚ୍ଚ ଚୈତନ୍ୟ ସ୍ଥିତି ପାଇବା ପାଇଁ DNM କିଛି ପରିମାଣରେ କମ୍ ହୋଇଯିବା ଆବଶ୍ୟକ। ଯଦି ଏହା କମ୍ ହୋଇନଥାଏ ତେବେ ଆପଣ ନା ଅଲୌକିକ ଅନୁଭବ ପାଇବେ ନା ଉଚ୍ଚ ଚୈତନ୍ୟ ସ୍ଥିତି। ଏହି ଦର୍ଶନ ଗୁଡ଼ିକ ଆପଣଙ୍କୁ ଉଚ୍ଚ ଚୈତନ୍ୟ ସ୍ଥିତି ଓ ଅଲୌକିକ ଅନୁଭବ ପାଇବାରେ ସାହାଯ୍ୟ କରିବ। ଦର୍ଶନ ପରେ ଆପଣଙ୍କୁ ସେହି ସମୟରେ କିମ୍ବା ଘରକୁ ଫେରିବା ପରେ କିମ୍ବା କିଛି ଦିନ ପରେ ଯଦି କୌଣସି ଅଲୌକିକ ଅନୁଭବ କିମ୍ବା ଉଚ୍ଚ ଚୈତନ୍ୟ ସ୍ଥିତି ମିଳେ, ତାହାର ଅର୍ଥ ହେଉଛି ଆପଣଙ୍କର ସ୍ଥିତି ବହୁତ ଭଲ ହୋଇଛି। DNM କମିଯାଇଛି। ଆପଣ ନିଶ୍ଚିତ ଭାବରେ ଏକାଗ୍ର ହେବା ଆବଶ୍ୟକ। ଅନେକ ଲୋକ ଏକାଗ୍ର ନୁହନ୍ତି। DNM କିଛି ପରିମାଣରେ କମ୍ ହେଲେ ହିଁ ଦର୍ଶନର ପ୍ରଭାବ ଅନୁଭବ କରିହୁଏ। ଦର୍ଶନର ପ୍ରଭାବ ପଡ଼ିଛି ବୋଲି ତାହାର ପ୍ରମାଣ ହେଉଛି ଆପଣ ଅଲୌକିକ ଅନୁଭବ କିମ୍ବା ଉଚ୍ଚ ଚୈତନ୍ୟ ସ୍ଥିତି ପ୍ରାପ୍ତ କରିବା। କିନ୍ତୁ ଯଦି ଆପଣ ବହୁତ ଉଚ୍ଚ DNM ସହିତ ଆସୁଛନ୍ତି, ମନ ଏହା ଉପରେ ତାହା ଉପରେ ମନ୍ତବ୍ୟ ଦିଏ। ଆପଣ ସୁଯୋଗକୁ ହରାଇ ଦିଅନ୍ତି। ସେଥିପାଇଁ ମୁଁ ଆପଣଙ୍କର DNM ଉପରେ ସମ୍ପୂର୍ଣ୍ଣ ଭାବେ କାମ କରିବି। ଆମେ ଯେକୌଣସି କାର୍ଯ୍ୟକ୍ରମରେ ଯାହା କରୁଛୁ ତାହାର ମୂଳ ଉଦ୍ଦେଶ୍ୟ ହେଉଛି ଆପଣଙ୍କର DNMକୁ କମାଇବା। ଏହା ହିଁ ଆମର କାର୍ଯ୍ୟ। ଧନ୍ୟବାଦ ଶ୍ରୀ ଭଗବାନ। ସପ୍ତମ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଶ୍ରୀକୃଷ୍ଣଜୀଙ୍କ ଗୁରୁ ପୂର୍ଣ୍ଣିମା ଦର୍ଶନର ମହତ୍ଵ କ'ଣ? ଏହି ଦର୍ଶନରେ ଭାଗ ନେବାର ଲାଭ କ'ଣ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ପୂର୍ଣ୍ଣିମା ଦିନଟି ଅତ୍ୟନ୍ତ ବିଶେଷ ଅଟେ। ଏହା ସମ୍ବନ୍ଧରେ ଆମ ପାଖରେ ବୈଜ୍ଞାନିକ ପ୍ରମାଣ ମଧ୍ୟ ଅଛି। ଧର୍ମ ବିଜ୍ଞାନ ସହିତ ଅତ୍ୟନ୍ତ ଘନିଷ୍ଠ ଭାବରେ ଚାଲେ। ଏଠାରେ ସବୁକିଛି ବିସ୍ତାରରେ କହିବାକୁ ସମୟ ନାହିଁ। ସମ୍ଭବତଃ ବିଭିନ୍ନ ପାଠ୍ୟକ୍ରମରେ ପୂର୍ଣ୍ଣିମାର ବୈଜ୍ଞାନିକ ମହତ୍ଵ ବିଷୟରେ ଆଲୋଚନା କରାଯିବ। ଏହି ଦର୍ଶନର ଉଦ୍ଦେଶ୍ୟ ହେଉଛି ଜୀବନମୁକ୍ତି ପ୍ରକ୍ରିୟାକୁ ଦ୍ରୁତ କରିବା, ଅର୍ଥାତ୍ DNMକୁ ଶୀଘ୍ର କମାଇବା। ଆମ ପାଖରେ ନଷ୍ଟ କରିବା ପାଇଁ ଅଧିକ ସମୟ ନାହିଁ। ଆପଣଙ୍କୁ ଶୀଘ୍ର ଜୀବନମୁକ୍ତ ହେବାକୁ ପଡ଼ିବ। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ଏହି ଦର୍ଶନର ଆୟୋଜନ କରୁଛୁ, କାରଣ ଏହି ଦର୍ଶନ ଦୀକ୍ଷା ଉପରେ ଆଧାରିତ। ଦୀକ୍ଷା ହେଉଛି ସେହି ଉପାୟ ଯାହାକୁ ଆମେ ବ୍ୟବହାର କରୁ। ଏହି ଦୀକ୍ଷାର ଉତ୍ପତ୍ତି ବହୁ ବର୍ଷ ପୂର୍ବେ କୃଷ୍ଣଙ୍କ ଠାରୁ ଆରମ୍ଭ ହୋଇଥିଲା। ସେହିଠାରୁ ଦୀକ୍ଷାର ଏହି ପରମ୍ପରାର ଆରମ୍ଭ ହେଲା ଏବଂ ପରେ ଏହା ସମଗ୍ର ବିଶ୍ୱରେ ବ୍ୟାପିଗଲା। ସେଥିପାଇଁ ଏହି ବିଶେଷ ଦର୍ଶନ ମାଧ୍ୟମରେ
ଲୋକମାନଙ୍କୁ ଦୀକ୍ଷା ପ୍ରଦାନ କରାଯାଏ, ଯାହା ଜୀବନ୍ମୁକ୍ତିର ପ୍ରକ୍ରିୟାକୁ ଦ୍ରୁତ କରିଥାଏ। ଯେଉଁମାନେ କିଛି ପରିମାଣରେ କମି ଯାଇଥିବା ଡିଏନ୍ଏମ୍ ସହିତ ଏହି ଦର୍ଶନକୁ ଆସିବେ, ସେମାନେ ଏହାର ସର୍ବୋତ୍ତମ ପ୍ରଭାବକୁ ଅନୁଭବ କରିବେ। ସମୟ ସହିତ ସେମାନଙ୍କର ଡିଏନ୍ଏମ୍ ଆହୁରି କମିଯିବ। ଧନ୍ୟବାଦ ଶ୍ରୀ ଭଗବାନ। ଅଷ୍ଟମ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ପ୍ରିୟ ପ୍ରଭୁ, କେବଳ ଈଶ୍ୱର ହିଁ ପ୍ରକୃତ ଗୁରୁ। ଈଶ୍ୱର ଅନ୍ତର୍ଯାମିକ ମାଧ୍ୟମରେ ଆମକୁ ଶିକ୍ଷା ଦିଅନ୍ତି ଏବଂ ମାର୍ଗଦର୍ଶନ କରନ୍ତି। ଆମର ଅନ୍ତର୍ଯାମୀ କେଉଁ କେଉଁ ଉପାୟରେ ଆମକୁ ମାର୍ଗଦର୍ଶନ କରନ୍ତି? କିପରି ସ୍ପଷ୍ଟ ଭାବେ ଜାଣିବା ଯେ ଏହା ଅନ୍ତର୍ଯାମୀଙ୍କର ନିର୍ଦ୍ଦେଶ ନା କି ମନର ଖେଳ? ଉତ୍ତର ପାଇବା ପାଇଁ ଆମେ ପାଦୁକାର ସାହାଯ୍ୟ ନେଇପାରିବା କି? ଯଦି ହଁ, ତେବେ ଉତ୍ତର କିପରି ପାଇବା? ଜଣେ ଶକ୍ତିଶାଳୀ ଅନ୍ତର୍ଯାମୀକୁ କିପରି ବିକଶିତ କରିପାରିବେ? ପ୍ରିୟ ପ୍ରଭୁ, ଆମକୁ ଏକ ଶକ୍ତିଶାଳୀ ଅନ୍ତର୍ଯାମୀ ପାଇଁ ଆପଣଙ୍କ ଆଶୀର୍ବାଦ ପ୍ରଦାନ କରନ୍ତୁ। ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ପୁଣି ଥରେ ମୋତେ ଡିଏନ୍ଏମ୍ ବା ଡିଫଲ୍ଟ ନେଟୱାର୍କ ମୋଡ୍ ବିଷୟକୁ ଫେରିବାକୁ ପଡ଼ିବ। ଯେତେବେଳେ ଡିଏନ୍ଏମ୍ କମ୍ ଥାଏ, ସେତେବେଳେ ଅନ୍ତର୍ଯାମୀ ଦୈବିକ ହୁଅନ୍ତି। କିନ୍ତୁ ଡିଏନ୍ଏମ୍ ଅଧିକ ଥିଲେ, ଯାହାକୁ ଆପଣ ଅନ୍ତର୍ଯାମୀ ବୋଲି ଭାବୁଛନ୍ତି, ସେ ଆପଣଙ୍କ ନିଜ ମନର କଥା। ସେ ଈଶ୍ୱରଙ୍କ କଥା ନୁହେଁ। ଆପଣଙ୍କ ନିଜ ମନ ଦିବ୍ୟ ରୂପ ଧାରଣ କରି ଆପଣଙ୍କୁ ଭ୍ରମିତ କରୁଛି। ମନ ଯେକୌଣସି ରୂପ ନେଇପାରେ। ସେ ଭଗବାନ ଶ୍ରୀକୃଷ୍ଣ, ଶ୍ରୀରାମ, ଆମ୍ମା କିମ୍ବା ଭଗବାନଙ୍କ ରୂପ ମଧ୍ୟ ଧାରଣ କରିପାରେ। କିନ୍ତୁ ସେ ଦୈବିକ ନୁହେଁ। ସେ ଆପଣଙ୍କ ନିଜ ମନ। ଡିଏନ୍ଏମ୍ ଏକ କାହାଣୀକାର। ସେ ନାନା ପ୍ରକାର କାହାଣୀ ଗଢ଼ିଥାଏ। ଉଦାହରଣ ସ୍ୱରୂପ, ବହୁ ବର୍ଷ ପୂର୍ବେ ଯେତେବେଳେ ଏହି ଦୈବିକ ଘଟଣା ଆରମ୍ଭ ହେଲା, ସତ୍ୟଲୋକରେ ଥିବା ଛୋଟ ପିଲାମାନଙ୍କ ପାଇଁ ଆମ୍ବ ଗଛ ହିଁ ଅନ୍ତର୍ଯାମୀ ହୋଇଯାଇଥିଲା। ସେମାନେ ଆମ୍ବ ଗଛକୁ ପ୍ରାର୍ଥନା କରୁଥିଲେ, ଏହା ହେବ କି? ଯଦି ଆମ୍ବଟି ଖସି ପଡ଼ୁଥିଲା, ସେମାନେ ଭାବୁଥିଲେ, ହଁ, ଉତ୍ତର ମିଳିଗଲା। ସେମାନେ ପିଲା ଥିଲେ ଏବଂ ଆମ୍ବ ଗଛ ମଧ୍ୟରେ ଚଢ଼ିଥିଲେ ଏବଂ ଆମ୍ବ ସହିତ ସେମାନଙ୍କର ଏକ ବନ୍ଧନ ଥିଲା। ସେଥିପାଇଁ ସେମାନଙ୍କର ମନ ଆମ୍ବ ଗଛକୁ ଅନ୍ତର୍ଯାମୀ କରିଦେଇଥିଲା। ଆଉ ଜଣେ ଛୋଟ ପିଲା ପାଇଁ ଗୋଟିଏ ଚପଲ ହିଁ ଅନ୍ତର୍ଯାମୀ ହୋଇଯାଇଥିଲା। ସେ ଅନୁଭବ କରୁଥିଲା ଯେ ଚପଲ ତାକୁ ବେଳେବେଳେ ମାଡ଼ ମାରୁଛି। ଏପରି ଅଦ୍ଭୁତ ଅପରୂପ ଘଟଣା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଥିଲୁ। ପରେ ଖୋଜ ଖବର କରି ଜାଣିଲୁ ଯେ ଛୋଟବେଳେ ତାଙ୍କ ବାପା ଥରେ ତାଙ୍କୁ ଚପଲରେ ମାଡ଼ ମାରିଥିଲେ। ସେହି ସ୍ମୃତି ତାଙ୍କ ମନରେ ଗଭୀର ଭାବରେ ବସିଯାଇଥିଲା ଏବଂ ଚପଲ ହିଁ ତାର ଅନ୍ତର୍ଯାମୀ ହୋଇଯାଇଥିଲା। ତେଣୁ ଅନ୍ତର୍ଯାମୀ ବିଷୟରେ ଆପଣ ବହୁତ ସତର୍କ ରହିବା ଦରକାର। ଅନେକ ଲୋକ କୁହନ୍ତି, ମୋର ଅନ୍ତର୍ଯାମୀ ଭାବରେ ଆମ ଭଗବାନ ଅଛନ୍ତି ଏବଂ ଆମା ମୋତେ କହିଛନ୍ତି ଯେ ଆପଣ ମୋତେ ଗୋଟିଏ ଶାଢ଼ୀ ଦେବେ। ଏଭଳି କଥା କେବେ ହେବ ନାହିଁ। ଏହା ତାଙ୍କର ନିଜ ମନର ସୃଷ୍ଟି। ମନ ଆମ ଭଗବାନଙ୍କ ରୂପ ନେଇ ଏଭଳି କଥା କହୁଛି। ସେହିପରି କେହି କହନ୍ତି, ଭଗବାନ ମୋତେ କହିଛନ୍ତି ଯେ ଆପଣଙ୍କଠାରୁ ଟଙ୍କା ମାଗିବାକୁ। ଆମେ କେବେ ଏପରି କଥା କହିବୁ ନାହିଁ। ଆମେ କେବେ କାହାଠାରୁ କିଛି ମାଗିବୁ ନାହିଁ। ବରଂ ଯଦି କୌଣସି ଭକ୍ତଙ୍କୁ ସତରେ ଆବଶ୍ୟକ ଥାଏ, ଆମେ ସିଧାସଳଖ ତାଙ୍କୁ ଦେବୁ। ଆପଣ ଆଲମିରା ଖୋଲିବେ, ସେଠାରେ ଟଙ୍କା ମିଳିଯିବ। କାହାକୁ ଦେବାକୁ କହିବୁ ନାହିଁ। ଏପରି ଲୋକମାନେ ମିଛ କହୁନାହାନ୍ତି, କିନ୍ତୁ ସେମାନଙ୍କର ନିଜ ମନ ସେମାନଙ୍କୁ ଧୋକା ଦେଉଛି। ତେଣୁ ଅନ୍ତର୍ଯାମୀଙ୍କ ବିଷୟରେ ବହୁତ ସତର୍କ ରହିବା ଦରକାର। ସେଥିପାଇଁ ଆମେ ଡିଏନ୍ଏମ୍କୁ
शीघ्र कमाइबा उपरे जोर देउछु। डीएनएम कमिबा सहित मनर एहीपरि खेल बंद होइजिब। आपणक परिवारर सदस्य माने जेपरिक जेजेबापा बापा माँ मध्य अंतर्जामीर रूपरे प्रकाश पाई पारती, किंतु सेमाने मध्य सीमित चेतनार अधिकारी। आपण डीएनएम को कमाइबा सह निज चैतन्य को उन्नत कले अंतर्जामी अधिक शक्तिशाली अधिक पवित्र हेबे एवं जीवनर समस्त विषय आपण को सठिक मार्गदर्शन दे पारिबे। आपण दीक्षार साहाय्य मध्य नहीं पारती, किंतु सेठारे मध्य मन निज खेल खेली पारे। तेणु प्रथमे डीएनएम को कमाइबा अत्यंत आवश्यक। धन्यवाद श्री भगवान। नवम प्रश्न। पाद प्रणाम प्रिय श्री भगवान। भगवान आपण आमको मूलमंत्र ओम सच्चिदानंद परब्रह्म पुरुषोत्तम परमात्मा परम ज्योति श्री कल्की भगवती समेत श्री कल्की भगवते नमः विषय विस्तारित भाव बुझाइबे कि? धन्यवाद श्री भगवान। श्री भगवान को उत्तर। यह को बुझिबा टिके कष्टकर अटे। यह मुक्ति प्रक्रिया को त्वरान्वित करिबा पई एक विशेष मंत्र। मु आपण को अल्परे बुझाइबा को चेष्टा करुछि। आपण जेतिकी बुझी परिबे सेतिकी बुझंतु। जदि आपण यह को संपूर्ण भाव में बुझी पारु नाहंती तेबे चिंता करंतु नाही। आपण जेतिकी बुझी पारुछंती सेतिकी यथेष्ट। प्राचीन काल रे भारत एवं पृथ्वीर अन्य प्रांतर रे महान सभ्यता गुड़िक थिला, जहाँ वर्तमान विलुप्त हो जाइछि। वर्तमान आम पाखरे आधुनिक प्रजुक्ति विद्या अछि। प्राचीन काल रे मध्य टेक्नोलोजी थिला, सेपरि नुहे जेपरि आजी अछि। तथापि ताहा मध्य टेक्नोलोजी ही थिला। ताहा केउ प्रकार टेक्नोलोजी थिला? ताहा मंत्र उपरे आधारित टेक्नोलोजी थिला। आपण यहाकू मंत्र टेक्नोलोजी कहि परिबे। पृथ्वीर अनेक प्रांतर रे यार प्रमाण उपलब्ध अछि। जदि कौन सी मंत्र को सठिक भाव में बुझा जाए एवं चैतन्यर गभीरता को जाई सठिक ढंग रे जप करा जाए तेबे यह अत्यंत शक्तिशाली होई थाए। यह अनेक चमत्कार करि पारे। मंत्र जप करिवार एवं आपण को एही जिनिस गुड़िक भीतर को किपरि जीवाकु हेबो ताहार एक निर्दिष्ट शैली अछि। वर्तमान आधुनिक वैज्ञानिक माने सबुठारु सूक्ष्म जिनिस को देखिबाकू माइक्रोस्कोप एवं सबुठारु विशाल जिनिस को देखिबाकू टेलीस्कोप व्यवहार करती। एगुड़िक वैज्ञानिक उपकरण अटे, किंतु प्राचीन कालर मुनि ऋषि माने मंत्र टेक्नोलोजी सहित समाधि टेक्नोलोजीर उपयोग करुथिले। मु एही जिनिस गुड़िकर गभीरता को जाऊ नाही। तेणु साधारणतः समाधि पर्यंत पहुँचीबा पई किछि स्तर अछि। एथिरे मंत्र मध्य सामिल अटे। धरंतु आपण ब्रह्मांडर उत्पत्ति किपरि होईछि यार शैली कौन जानिबा को चाहुछंती? ए सबु शास्त्र मानकरे दिया जाइछि। आपण समाधिर गभीरता को जाई परिबे एवं जानी परिबे जे ब्रह्मांडर सृष्टि किपरि होइथिला। जदि आपण मानव शरीरर गठन विषय जानिबा को चाहुछंती जे मस्तिष्क किपरि कार्य करे, प्राचीन शास्त्र गुड़िकरे मस्तिष्क विषय एपरि अद्भुत वर्णना रहिछि जहाकू आधुनिक विज्ञान मध्य आज पर्यंत खोजी पाइपारि नाही। शरीर किपरि कार्य करे एथिपई मध्य विशेष विधि एवं समाधि रहिछि। जदि आपण विशेष समाधि रे प्रवेश करिवे तेबे आपण शरीरर भीतर एवं बाहर प्रत्येक अंश को संपूर्ण भाव में जानी पारिबे, जहाकू
ଆଧୁନିକ ବିଜ୍ଞାନ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ବୁଝିପାରି ନାହିଁ। ଧରନ୍ତୁ ଆପଣ ଗଣିତ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେବେ ସେଥିପାଇଁ ମଧ୍ୟ ସମାଧିରେ ପ୍ରବେଶ କରିବାର ଏକ ବିଶେଷ ବିଧି ରହିଛି, ଯାହାଦ୍ୱାରା ସମ୍ପୂର୍ଣ୍ଣ ଗଣିତ ଆପଣଙ୍କ ସମ୍ମୁଖରେ ପ୍ରତ୍ୟକ୍ଷ ହୋଇଯିବ। ଉଦାହରଣ ସ୍ୱରୂପ ରାମାନୁଜନ ତାଙ୍କ ମାଧ୍ୟମରେ ଯେଉଁ ଗଣିତ ପ୍ରତ୍ୟକ୍ଷ ହେଲା, ତାକୁ ଆଜି ପର୍ଯ୍ୟନ୍ତ ମଧ୍ୟ ସମ୍ପୂର୍ଣ୍ଣ ବୁଝି ହୋଇନାହିଁ। ଏହିପରି ସମାଧି ମାଧ୍ୟମରେ ଆପଣ ପଦାର୍ଥ ବିଜ୍ଞାନକୁ ମଧ୍ୟ ବୁଝିପାରିବେ। ଯେକୌଣସି ବିଷୟକୁ ଜାଣିପାରିବେ, ଆପଣ ନିଜକୁ ମଧ୍ୟ ଜାଣିପାରିବେ। ମୁଁ କେଉଁଠାରୁ ଆସିଛି, ମୋ ସହିତ କ'ଣ ଘଟିଛି, ଆପଣ ଏହିପରି ପ୍ରଶ୍ନର ଗଭୀରତାକୁ ଯାଇପାରିବେ, ଯାହାଦ୍ୱାରା ଆପଣ ବହୁତ କିଛି ବୁଝିପାରିବେ। ଆପଣ କୌଣସି ମନ୍ତ୍ରକୁ ନେଇ ତାହାର ଗଭୀରତାକୁ ଯାଇପାରିବେ ଏବଂ ବୁଝିପାରିବେ ଯେ ଏହା ଏପରି ଏକ ଟେକ୍ନୋଲୋଜି ଯାହାର ସଠିକ୍ ଉପଯୋଗ କରିବା ଦ୍ୱାରା ଆମେ ଅନେକ କଥାକୁ ଜାଣିପାରିବା ଏବଂ ବୁଝିପାରିବା, ଯାହା ପ୍ରାଚୀନ ମୁନି ଋଷିମାନେ କରିଥିଲେ। ତେଣୁ ଆଜି ମଧ୍ୟ ଆମେ ପ୍ରାଚୀନ କାଳର ଲୋକମାନଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟଚକିତ ହୋଇଥାଉ। ତେଣୁ ସେମାନଙ୍କ ପାଖରେ ଏହି ଟେକ୍ନୋଲୋଜି ଥିଲା, କାରଣ ସେମାନଙ୍କ DNM ବହୁତ କମ୍ ଥିଲା। କିନ୍ତୁ ଯେତେବେଳେ ଯୁଗ ବଦଳିଲା, DNM ମଧ୍ୟ ବଢ଼ିବାକୁ ଲାଗିଲା ଏବଂ ସେହି ଯୁଗ ଶେଷ ହେବା ପରେ ଧୀରେ ଧୀରେ ସେହି ଟେକ୍ନୋଲୋଜି ମଧ୍ୟ ଲୁପ୍ତ ହେବାକୁ ଲାଗିଲା। ତଥାପି କିଛି କିଛି ସ୍ଥାନରେ ଏହାର ଅଳ୍ପ ବହୁତ ଅଂଶ ରହିଛି। ତେଣୁ ଆଜି ମଧ୍ୟ ଏପରି କିଛି ଗ୍ରାମ ଅଛି ଯେଉଁଠାରେ ସରକାର ଟ୍ରେନ୍ ରହଣିର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଯଦି କାହାକୁ ସାପ କାମୁଡ଼ି ଦିଏ, ତେବେ ଆପଣ ସେଠାକୁ ଯାଇ କେବଳ ମନ୍ତ୍ର ଜପ କରିବା ଦ୍ୱାରା ସବୁ ଠିକ୍ ହୋଇଯାଏ, ନଚେତ୍ ମଣିଷର ମୃତ୍ୟୁ ହୋଇଯାଇପାରେ। ଆଜି ମଧ୍ୟ କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନଙ୍କ ପାଖକୁ ଯଦି ଆପଣ କୌଣସି ରୋଗ ପାଇଁ ଯାଆନ୍ତି, ତେବେ ସେମାନେ କେବଳ ମନ୍ତ୍ର ଜପ କରନ୍ତି ଏବଂ ରୋଗ ଭଲ ହୋଇଯାଏ। ଏହିପରି କିଛି ଲୋକ ଆଜି ମଧ୍ୟ କିଛି କିଛି ସ୍ଥାନରେ ମିଳିଥାନ୍ତି। ଏହି ବିଷୟକୁ ଧ୍ୟାନରେ ରଖି ଆସନ୍ତୁ ଏହି ବିଶେଷ ମୂଳମନ୍ତ୍ର ବିଷୟରେ ଜାଣିବା। ଧରି ନିଅନ୍ତୁ ଆପଣ ସମାଧିରେ ପ୍ରବେଶ କରି ଏହି ମୂଳମନ୍ତ୍ରକୁ ଏହାର ବିଶେଷ ବିଧିରେ ବୁଝିବାକୁ ଚାହୁଁଛନ୍ତି। ତେବେ ଆପଣଙ୍କୁ ନିଜକୁ ଏକ ବିଶେଷ ରୂପରେ ଦେଖିବାକୁ ଆରମ୍ଭ କରିବାକୁ ପଡ଼ିବ। ଆପଣ ଦେଖିବେ ଏହା ଆପଣଙ୍କୁ ଏକ ସ୍ତର ପର୍ଯ୍ୟନ୍ତ ନେଇଯିବ, ପୁଣି ଏହା ପୂର୍ବରୁ କ'ଣ ଥିଲା ତାହା ଦେଖାଇବ ଏବଂ ତା ପୂର୍ବରୁ କ'ଣ ଥିଲା ତାହା ଦେଖାଇବ। ଏହିପରି ଏହା ଆପଣଙ୍କୁ ଲଗାତାର ପଛକୁ ନେଇ ଚାଲିବ। ଶେଷରେ ଆପଣ ଏପରି ଏକ ବିନ୍ଦୁରେ ପହଞ୍ଚିବେ ଯେଉଁଠାରେ ସବୁକିଛି ଅଟକିଯିବ। ସେହି ଅଟକି ଯିବାର ବିନ୍ଦୁ ହେଉଛି ଶୁଦ୍ଧ ଚୈତନ୍ୟ। ଏହା ସେହି ଚୈତନ୍ୟ ନୁହେଁ ଯାହା ସମ୍ବନ୍ଧରେ ବର୍ତ୍ତମାନ ଆପଣ ଜାଣିଛନ୍ତି, ବରଂ ଏହା ସେହି ଶୁଦ୍ଧ ଚୈତନ୍ୟ ଯାହାକୁ କେବଳ ଅନୁଭବ କରିବା ଆବଶ୍ୟକ ଅଟେ। ସେତେବେଳେ ହିଁ ଆପଣ ତା ବିଷୟରେ କିଛି ବୁଝିପାରିବେ। ତାହା ବାସ୍ତବରେ ଅଛି, ତାହା ହେଉଛି ମୂଳ। ସମ୍ଭବତଃ ତାପରେ କିଛି ଥାଇପାରେ, କିନ୍ତୁ ଆମେ ସେଠାରୁ ଆଗକୁ ଯାଇପାରିବା ନାହିଁ। ତାହା ହିଁ ଅନ୍ତ ଅଟେ, ତାହା ହିଁ ଶୁଦ୍ଧ ଚୈତନ୍ୟ। ଆପଣ ସେହି ଅନ୍ତିମ ଚୈତନ୍ୟ ବା ଶୁଦ୍ଧ ଚୈତନ୍ୟକୁ ବ୍ରହ୍ମନ୍ କହିପାରିବେ। ଯଦି ଆପଣ ହିନ୍ଦୁ ଅଟନ୍ତି, ତେବେ ଏହାକୁ ବ୍ରହ୍ମନ୍ କହିପାରିବେ। ଯଦି ଆପଣ ଖ୍ରୀଷ୍ଟିଆନ ବା ମୁସଲମାନ ଅଟନ୍ତି, ତେବେ ଆପଣ ଏହାକୁ ଈଶ୍ୱର କହିପାରିବେ। ଆପଣ ସମସ୍ତେ ଏହି ପ୍ରକ୍ରିୟାକୁ କରନ୍ତୁ। ଏହି ସମ୍ପୂର୍ଣ୍ଣ ମୂଳମନ୍ତ୍ର ଏହି ପ୍ରକ୍ରିୟାର ଅନ୍ତର୍ଭୁକ୍ତ ଅଟେ। ଯେତେବେଳେ ଆପଣ ଧୀରେ ଧୀରେ ଏହି ପ୍ରକ୍ରିୟାରେ ଆଗକୁ ବଢ଼ିବେ, ଆପଣ ସେହି ଶୁଦ୍ଧ ଚୈତନ୍ୟ ସ୍ଥିତିକୁ ପହଞ୍ଚିଯିବେ ଏବଂ ସେଠାରେ ଅଟକି ଯିବେ। ଆଗକୁ କ'ଣ ହେଉଛି ତାହା ଦେଖିବା ପାଇଁ ଅପେକ୍ଷା କରିବେ। ସେତେବେଳେ ଆପଣ ଗୋଟିଏ ଧ୍ୱନି ଶୁଣିବେ। ସେହି ଧ୍ୱନି ହେଉଛି ଓମ୍। ସର୍ବପ୍ରଥମେ
ଏହି ଧ୍ୱନି ଶୁଣିବାକୁ ମିଳେ। ତେଣୁ ଏହି ମନ୍ତ୍ର ଓଂରୁ ଆରମ୍ଭ ହୁଏ। ଆଜି ବୈଜ୍ଞାନିକ ଉପକରଣ ସାହାଯ୍ୟରେ ବ୍ରହ୍ମାଣ୍ଡର ଆରମ୍ଭରୁ ସୃଷ୍ଟି ହୋଇଥିବା ଏହି ଧ୍ୱନିକୁ ରେକର୍ଡ କରିବା ମଧ୍ୟ ସମ୍ଭବ ହୋଇପାରିଛି। ଆଉ ସେହି ଧ୍ୱନି ହେଉଛି ଓଂ। ଏହି ପ୍ରକାରରେ ଓଂ ଶବ୍ଦ ଆସିଲା। ବର୍ତ୍ତମାନ ଚାଲନ୍ତୁ ସମ୍ପୂର୍ଣ୍ଣ ମନ୍ତ୍ରକୁ ବୁଝିବାକୁ ଚେଷ୍ଟା କରିବା। ଧରନ୍ତୁ ଆପଣ କିଛି ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥିତିରେ ସ୍ଥିର ରହିଲେ। ଆପଣ ପ୍ରଥମେ ଅସ୍ତିତ୍ୱକୁ ଅନୁଭବ କରିବେ। ଏହା ପୂର୍ବରୁ ଆପଣ ଅସ୍ତିତ୍ୱକୁ ଅନୁଭବ କରିନଥିଲେ। ବର୍ତ୍ତମାନ ଆପଣ ଅସ୍ତିତ୍ୱକୁ ଅନୁଭବ କରୁଛନ୍ତି। ତାହା ହେଉଛି ସତ୍। ତାପରେ ଯେତେବେଳେ ସେହି ସ୍ଥିତିରେ ଆଉ କିଛି ସମୟ ପର୍ଯ୍ୟନ୍ତ ରହନ୍ତି ଏବଂ ନିଜ ଉପରେ ଏହି ପ୍ରକ୍ରିୟାକୁ ଜାରି ରଖନ୍ତି, ଆପଣ ଚିତ୍କୁ ଅନୁଭବ କରିବେ। ଚିତ୍ ପାଇଁ ଇଂରାଜୀରେ କୌଣସି ସମାନ ଶବ୍ଦ ନାହିଁ। ସରଳ ଭାଷାରେ କହିବାକୁ ଗଲେ ଏହା ଗୋଟିଏ ପ୍ରଜ୍ଞା ଚୈତନ୍ୟ। ଏହା ହିଁ ଚିତ୍। ପୁଣି ଯେତେବେଳେ ଆପଣ ସେହି ସ୍ଥିତିରେ ଆଉ କିଛି ସମୟ ପର୍ଯ୍ୟନ୍ତ ରୁହନ୍ତି, ଆପଣ ଆନନ୍ଦକୁ ଅନୁଭବ କରନ୍ତି। ଏହି ପ୍ରକାରରେ ଆପଣ ଓଂରୁ ଆରମ୍ଭ କରନ୍ତି, ତାପରେ ସତ୍, ତାପରେ ଚିତ୍ ଏବଂ ତାପରେ ଆନନ୍ଦ ଆଡ଼କୁ ବଢ଼ନ୍ତି। ତେଣୁ ଏସବୁ ସେହି ପ୍ରଥମ ଜିନିଷ। ଚୈତନ୍ୟ ପରେ ଆସେ ଯାହା ବ୍ରହ୍ମ ଅଟେ। ତେଣୁ ଏହା ପରମ ବ୍ରହ୍ମ ଅର୍ଥାତ୍ ବ୍ରହ୍ମର ଅତୀତ ଅଟନ୍ତି। ତାପରେ ଯେତେବେଳେ ଆପଣ ସେହି ସ୍ଥିତିରେ ଆହୁରି ସ୍ଥିର ରହିବେ, ସେତେବେଳେ ଆପଣଙ୍କୁ ଦିବ୍ୟ ଗୁଣର ଉଦୟ ହେବା ଦେଖାଯିବ। ଏହା ହିଁ ପୁରୁଷୋତ୍ତମ। ପୁଣି ଯେତେବେଳେ ଆପଣ ସେହି ସ୍ଥିତିରେ ଆହୁରି ଅଧିକ ସମୟ ରୁହନ୍ତି, ସେତେବେଳେ ଆପଣ ଜଣେ ଦିବ୍ୟ ସତ୍ତା, ବ୍ରହ୍ମାଣ୍ଡୀୟ ସତ୍ତା, ଅନ୍ତରୀକ୍ଷୀୟ ସତ୍ତା, ଏକତ୍ୱ ସତ୍ତାଙ୍କୁ ଆବିର୍ଭାବ ହେବାର ଦେଖିବେ, ଯାହାଙ୍କୁ ଆମେ ପରମାତ୍ମା କହିବା। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକର ନିର୍ମାଣ ହୋଇସାରିଛି ଏବଂ ଅନେକ ଜିନିଷ ଘଟିଯାଇଛି। ମାତ୍ର ଏଠାରେ ଆମେ କେବଳ ଏହି ମନ୍ତ୍ର ଅନୁସାରେ ଆଗକୁ ବଢ଼ୁଛୁ। ଯଦି ଆପଣ ଅଲଗା କୌଣସି ମନ୍ତ୍ରକୁ ଗ୍ରହଣ କରିବେ, ତେବେ ଅନୁଭବ କିଛି ଅଲଗା ହେବ। ଯେତେବେଳେ ଆମେ ଏହି ମନ୍ତ୍ରର ଅନୁସରଣ କରୁ, ଯାହା ଅନୁଭବ ହୁଏ ତାହା ହେଉଛନ୍ତି ପରମ ଜ୍ୟୋତି। ପରମ ଜ୍ୟୋତି ଶ୍ରୀ କଳ୍କି ଭଗବତୀ ସମେତ ଶ୍ରୀ କଳ୍କି ଭଗବତେ ନମଃ। ଅର୍ଥାତ୍ ପରମାତ୍ମାଙ୍କ ପରେ ଆମକୁ ପରମ ଜ୍ୟୋତିଙ୍କର ଅନୁଭବ ହୁଏ ଏବଂ ସେହି ପରମ ଜ୍ୟୋତି ଅନ୍ୟ ଲୋକରେ ଶ୍ରୀ କଳ୍କି ଭଗବତୀ ଏବଂ ଶ୍ରୀ କଳ୍କି ଭଗବାନଙ୍କ ରୂପ ଧାରଣ କରନ୍ତି। ତାଙ୍କୁ ଅବତାର ଆବା ଭଗବାନ ମଧ୍ୟ କୁହାଯାଇପାରିବ। ଏହା ଅନ୍ୟ ଲୋକରେ ଘଟିଥାଏ, ଯେଉଁଠାରୁ ଆମେ ସମସ୍ତ ଚମତ୍କାର କରୁଛୁ। ଅନ୍ୟଥା ଏହା ସମ୍ଭବ ହୁଅନ୍ତା ନାହିଁ। ତେବେ କଳ୍କି କାହିଁକି? କାରଣ କଳ୍କିଙ୍କର ଗୋଟିଏ ବିଶେଷ କାର୍ଯ୍ୟ ହେଉଛି ସ୍ୱର୍ଣ୍ଣ ଯୁଗକୁ ସ୍ଥାପନ କରିବା। ସେହି କାର୍ଯ୍ୟର ଆରମ୍ଭ ପ୍ରଥମେ ଅନ୍ୟ ଲୋକରେ ହେବା ଆବଶ୍ୟକ। ଏହି ଭୌତିକ ସଂସାରରେ ନୁହେଁ। ବାସ୍ତବରେ ଦୁଇ ଗୋଟି ଉର୍ଜା ଅଛି। ଗୋଟିକୁ ଭଗବତୀ ଉର୍ଜା ଏବଂ ଅନ୍ୟଟିକୁ ଭଗବାନ ଉର୍ଜା କୁହାଯାଏ। ଆରମ୍ଭରୁ ହିଁ ସବୁ କିଛି ଦୁଇ ପ୍ରକାର ଉର୍ଜା ରୂପରେ ହୋଇଥାଏ। କିନ୍ତୁ ମୁଁ ବର୍ତ୍ତମାନ ସେ ବିଷୟରେ କଥା ହେବି ନାହିଁ। ଏହି ଦୁଇ ଉର୍ଜା ପରସ୍ପରର ପରିପୂରକ ଅଟନ୍ତି। ଅବଶ୍ୟ ଉଭୟଙ୍କୁ ଏହି ଭୂଲୋକରେ କାର୍ଯ୍ୟ କରିବାକୁ ହେବ, ଯାହାକୁ ଆବା ଭଗବାନ କୁହାଯାଏ। ଏହା ମଧ୍ୟ ଗୋଟିଏ ଅବତାର ଏବଂ ଅନ୍ୟ ଲୋକରେ ଯେଉଁ ଅବତାର ଅଛନ୍ତି, ସେ ମଧ୍ୟ ଗୋଟିଏ ଅବତାର ଅଟନ୍ତି। ଉଭୟଙ୍କୁ ପୁରୁଷୋତ୍ତମ କୁହାଯାଇପାରିବ। ଉଭୟଙ୍କୁ ଆମ ଭଗବାନ ମଧ୍ୟ କୁହାଯାଇପାରିବ। କାରଣ ସେମାନେ ସେହି ଦିବ୍ୟ ଗୁଣଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଧାରଣ କରିଛନ୍ତି। ତେଣୁ ଶ୍ରୀ କଳ୍କି ଭଗବତୀ ସମେତ ଶ୍ରୀ କଳ୍କି ଭଗବତେ ନମଃ ବାସ୍ତବରେ ଦୁଇଟି ଉର୍ଜା ଅଟନ୍ତି। ଭୌତିକ ଜଗତରେ ଆମଙ୍କ ଉର୍ଜା ସୁଗନ୍ଧ ରୂପରେ
ଏବଂ ଭଗବାନଙ୍କ ଉର୍ଜା ସୋମ ରୂପରେ ପ୍ରତ୍ୟକ୍ଷ ହୋଇଥାଏ। ସୋମ ବହୁତ ଶକ୍ତିଶାଳୀ ହୋଇପାରିବ, କିନ୍ତୁ ସେଥିପାଇଁ ଲୋକମାନଙ୍କୁ ଭଗବାନଙ୍କ ସହିତ ଗୋଟିଏ ଦୃଢ଼ ବନ୍ଧନ ସ୍ଥାପନ କରିବାକୁ ହେବ। ତେଣୁ ଭଗବାନଙ୍କ ଉର୍ଜା ସୋମ ରୂପରେ ଆପଣଙ୍କ ପାଇଁ ପ୍ରତ୍ୟକ୍ଷ ହୁଏ ଏବଂ ଆମାଙ୍କ ଉର୍ଜା ସୁଗନ୍ଧ ରୂପରେ, ସେହି ସୁଗନ୍ଧ ଯାହା ଅନେକ ଲୋକଙ୍କୁ ପ୍ରାପ୍ତ ହେଉଛି। ଭୌତିକ ଜଗତରେ ଏହା ବହୁତ ଶକ୍ତିଶାଳୀ ଏବଂ ତୀବ୍ର ହୋଇଥାଏ। ଏହାର ବାସ୍ତବିକ ଅଭିବ୍ୟକ୍ତି ଅନ୍ୟ ଲୋକରେ ହୋଇଥାଏ। ବର୍ତ୍ତମାନ ପ୍ରଶ୍ନ ହେଉଛି, କଳ୍କି କାହିଁକି? କଳ୍କିଙ୍କର ଗୋଟିଏ ବିଶେଷ କାର୍ଯ୍ୟ ଅଛି। ତାଙ୍କୁ ପୃଥିବୀରେ ହେବାକୁ ଥିବା ବିନାଶକୁ ସମ୍ଭାଳିବାର ଅଛି। ନକାରାତ୍ମକ ଶକ୍ତି ଗୁଡ଼ିକର ସମ୍ମୁଖୀନ ହେବାର ଅଛି। ତାଙ୍କୁ ଅନେକ ଗୁଡ଼ିଏ କାର୍ଯ୍ୟ କରିବାର ଅଛି। ତାଙ୍କୁ ଆପଣଙ୍କ DNMକୁ କମ୍ କରିବାର ଅଛି ଏବଂ ଆପଣଙ୍କୁ ମୁକ୍ତି ପ୍ରଦାନ କରିବାର ଅଛି। ଏହାପରେ ମନ୍ତ୍ର ଆସିଥାଏ ଏବଂ ଏହାର ସ୍ୱରୂପ ସମ୍ପୂର୍ଣ୍ଣ ପରମଜ୍ୟୋତି ହୋଇଥାଏ, ଅଥବା ଆମେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପରମଜ୍ୟୋତି ରୂପରେ ପ୍ରତ୍ୟକ୍ଷ ହେଉ। ବାସ୍ତବରେ ମନୁଷ୍ୟମାନଙ୍କ ପାଇଁ ଏହାକୁ ଅତ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ ଏବଂ ସହଜରେ ସଂଯୁକ୍ତ ହେବା ପାଇଁ ପରମଜ୍ୟୋତିଙ୍କ ସ୍ୱରୂପ ଏହିପରି ହୋଇଛି, ଯାହା ମନୁଷ୍ୟ ପରି ଦେଖାଯାଏ। ଅନ୍ୟ କୌଣସି ଜୀବ ଅପେକ୍ଷା ଆମର ମନୁଷ୍ୟ ରୂପରେ ଦେଖାଯିବା ଉତ୍ତମ ଅଟେ। ତେଣୁ ମନ୍ତ୍ର ଏଠାରେ ସମାପ୍ତ ହୋଇଯାଏ। ଶ୍ରୀ କଳ୍କି ଭଗବତୀ ସମେତ ଶ୍ରୀ କଳ୍କି ଭଗବତେ ନମଃ। କିନ୍ତୁ ଭୂଲୋକରେ ଆପଣଙ୍କ ସହିତ ସହଜରେ ବାର୍ତ୍ତାଳାପ କରିବା ପାଇଁ ଏବଂ ଆପଣଙ୍କ ମାର୍ଗଦର୍ଶନ କରିବା ପାଇଁ ଏହି ଆମ ଭଗବାନଙ୍କ ସ୍ୱରୂପ ଧାରଣ କରିଛନ୍ତି। ଅବଶ୍ୟ ପରେ ଆପଣ କଳ୍କି ଭଗବତୀ ଏବଂ କଳ୍କି ଭଗବାନଙ୍କ ସହିତ ସଂଯୁକ୍ତ ହୋଇପାରିବେ। ବର୍ତ୍ତମାନ ପାଇଁ ଏହା ଯଥେଷ୍ଟ। ଯେତେବେଳେ ଆପଣ ଆଗକୁ ବଢ଼ିବେ, ଆମେ ଆହୁରି ଗଭୀରକୁ ଯିବା। ଏହା ଆପଣଙ୍କ ପାଇଁ ଆପେ ଆପେ ସ୍ପଷ୍ଟ ହୋଇଯିବ। ଏହାର କିଛି ଅଂଶ ଆମେ କରିବୁ ଏବଂ ଅବଶିଷ୍ଟ ଆପେ ଆପେ ଘଟିବ। ଆମେ ଆପଣଙ୍କ ନିକଟକୁ ଆସିବୁ। ଧନ୍ୟବାଦ ଶ୍ରୀ ଭଗବାନ। ଦଶମ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଆମେ ଜାଣୁ ଯେ ଅନେକ ଲୋକ ଜୀବନ ମୁକ୍ତି ପ୍ରାପ୍ତ କରୁଛନ୍ତି। କେବେ ବହୁ ସଂଖ୍ୟକ ଲୋକ ଜୀବନ ମୁକ୍ତି ପ୍ରାପ୍ତ କରିବେ? ଧନ୍ୟବାଦ ପ୍ରିୟ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ପ୍ରକୃତରେ ପ୍ରତିଦିନ ସାରା ବିଶ୍ୱରେ ଅଧିକରୁ ଅଧିକ ଲୋକ ଜୀବନ ମୁକ୍ତି ପ୍ରାପ୍ତ କରୁଛନ୍ତି। ଆଗାମୀ ବର୍ଷରେ ଏହା ବହୁତ ଦ୍ରୁତ ଗତିରେ ହେବାକୁ ଯାଉଛି। ଅଧିକରୁ ଅଧିକ ଲୋକ ଜୀବନ ମୁକ୍ତି ପ୍ରାପ୍ତ କରୁଛନ୍ତି। ଏହା ଆସନ୍ତା ବର୍ଷ ଘଟିବାକୁ ଯାଉଛି। DNM ହ୍ରାସ ପାଇବାକୁ ଲାଗୁଛି। ଏଥିପାଇଁ ବହୁତ ବର୍ଷ ଧରି ପ୍ରସ୍ତୁତି ଚାଲିଛି। ଏବେ ଏହା ବାସ୍ତବରେ ଘଟିବା ଆରମ୍ଭ ହୋଇଛି। ଏହା 1999ରେ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଏହାର 37ତମ ବର୍ଷ ଅଟେ। ଏହା ଏବେ ଗତି ଧରିଛି ଏବଂ ପ୍ରସ୍ଫୁଟିତ ହେବାକୁ ଆରମ୍ଭ କରିଛି। ଏହା ଏବେ ବହୁତ ଦ୍ରୁତ ଗତିରେ ଘଟୁଛି। ଆଗାମୀ ବର୍ଷ ଗୁଡ଼ିକରେ ଏହା ଆହୁରି ଅଧିକ ଗତିରେ ଆଗେଇବ। ଧନ୍ୟବାଦ ଶ୍ରୀ ଭଗବାନ। ଏକାଦଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଇହମ୍ ଏବଂ ପରମରେ ଦ୍ରୁତ ବିକାଶ ପାଇଁ କ'ଣ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଟେ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ସର୍ବାଧିକ ସହଜ ଏବଂ ସରଳ ଉପାୟ ହେଉଛି ଯଦି ଆପଣ ଶ୍ରୀ ଆମ ଭଗବାନଙ୍କ ସହିତ ଏକ ଦୃଢ଼ ସମ୍ପର୍କ ଗଢ଼ି ତୋଳିବେ। ଆପଣଙ୍କ ପ୍ରଗତି ଅତି ଦ୍ରୁତ ଗତିରେ ବଢ଼ି ଚାଲିବ। ଏସବୁ ଘଟିବା ପାଇଁ ଆପଣଙ୍କର DNMକୁ ହ୍ରାସ କରିବାକୁ ପଡ଼ିବ। ଆମେ ଆମର ଦୀକ୍ଷା ମାଧ୍ୟମରେ ଆପଣଙ୍କର DNM ହ୍ରାସ କରିବୁ।
ଆପଣ ସଂସାରରେ ଯେଉଁଠାରେ ବି ଥାଆନ୍ତୁ ଆମେ ଆପଣଙ୍କୁ ଦୀକ୍ଷା ଦେଇପାରିବୁ। ଏହା ହେଉଛି ସେହି ସାଧନା ଯାହାକୁ ଆମେ ବ୍ୟବହାର କରୁ। ଅବଶ୍ୟ ଆମେ ଏହାକୁ ଅନ୍ୟ ଲୋକରୁ ଆଣୁଛୁ। ଆପଣଙ୍କ DNM କମ୍ କରିବା ପାଇଁ ଅନ୍ୟ ଲୋକରୁ ଆମେ ଆପଣଙ୍କ ପାଇଁ ସୋମ ଆଣୁଛୁ। ଆମେ ଦୀକ୍ଷା ମାଧ୍ୟମରେ ଆପଣଙ୍କ ମସ୍ତିଷ୍କରେ ପରିବର୍ତ୍ତନ ଆଣୁଛୁ। କିନ୍ତୁ ଏସବୁ କରିବା ପୂର୍ବରୁ ଆପଣ ଓ ଆମ ମଧ୍ୟରେ ବନ୍ଧନର ଆବଶ୍ୟକତା ରହିଛି। ଯେତେବେଳେ ଆପଣଙ୍କର ନିଜ ପିତାମାତାଙ୍କ ସହିତ ଭଲ ସମ୍ପର୍କ ନାହିଁ, ଆପଣଙ୍କ ନିଜ ପରିବାର ସହିତ ଏକ ସମ୍ପର୍କ ନାହିଁ, ତେବେ ଆପଣଙ୍କର କିପରି ଆମ ସହ ବନ୍ଧନ ରହିବ? ସେଥିପାଇଁ ମୁଁ ଆପଣଙ୍କୁ ବାରମ୍ବାର କହୁଛି, ଦୟାକରି ଏକ ଦୃଢ଼ ବନ୍ଧନ ଗଢ଼ନ୍ତୁ। ଆମେ ଆପଣଙ୍କ ପିତାମାତା ହିଁ ଅଟୁ। ସର୍ବପ୍ରଥମେ ଆପଣଙ୍କ ପିତାମାତାଙ୍କ ସହିତ ସଠିକ୍ ସମ୍ପର୍କ ସ୍ଥାପନ କରନ୍ତୁ। ଯଦି ଆପଣ ଏହା କରନ୍ତି, ତେବେ ଏହି ପ୍ରକାରରେ ଆପଣଙ୍କର ଆମ ସହିତ ଏକ ଦୃଢ଼ ବନ୍ଧନ ସ୍ଥାପନ ହୋଇପାରିବ। ଥରେ ବନ୍ଧନ ଗଢ଼ି ଉଠିଲେ ଆମେ କାର୍ଯ୍ୟ କରିପାରିବୁ। ଯଦି କୌଣସି ବନ୍ଧନ ନାହିଁ, ତେବେ ଆମେ କାର୍ଯ୍ୟ କରିପାରିବୁ ନାହିଁ। ସେଥିପାଇଁ ଆମେ ଆପଣଙ୍କୁ ବାରମ୍ବାର କହୁଛୁ, ଦୟାକରି ଆରମ୍ଭରୁ ଆପଣଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସହିତ ଏକ ବନ୍ଧନ ଗଢ଼ି ତୋଳନ୍ତୁ। ସେଥିପାଇଁ ଧର୍ମରେ ସମ୍ପର୍କକୁ ବହୁତ ପ୍ରାଧାନ୍ୟ ଦିଆଯାଉଛି। ତାପରେ ଆପଣ ଆମ ସହିତ ଏକ ବନ୍ଧନ ସ୍ଥାପନ କରିପାରିବେ ଏବଂ ତାପରେ ଆମେ କାର୍ଯ୍ୟ କରିପାରିବୁ। ଆମେ ଆପଣଙ୍କ ଉପରେ ଏବେ ମଧ୍ୟ କାର୍ଯ୍ୟ କରିବାକୁ ପ୍ରସ୍ତୁତ, କିନ୍ତୁ ବନ୍ଧନ ନଥିବା କାରଣରୁ ଆମେ ଏବେ କାର୍ଯ୍ୟ କରିପାରିବୁ ନାହିଁ। ଧନ୍ୟବାଦ ଶ୍ରୀ ଭଗବାନ। ଦ୍ୱାଦଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ବୌଦ୍ଧ ଜୀବନମୁକ୍ତି ଏବଂ ଆମ ଧର୍ମର ଜୀବନମୁକ୍ତି ମଧ୍ୟରେ କ'ଣ ପାର୍ଥକ୍ୟ ଅଛି? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ବୌଦ୍ଧ ଜୀବନମୁକ୍ତିରେ ମୁଖ୍ୟ ଧ୍ୟାନ ହେଉଛି କିଛି ହୋଇଯିବା ଏବଂ ଆକାଂକ୍ଷା କରିବା ଉପରେ। ଏସବୁ ହେଉଛି DNMର ଗୁଣ। ତେଣୁ ମନ ସବୁବେଳେ କିଛି ନା କିଛି ହୋଇଯିବାକୁ ଚାହେଁ। ମୁଁ ଏହା ହୋଇଯାଏ କିମ୍ବା ମୁଁ ତାହା ହୋଇଯାଏ। ଆପଣ ସର୍ବଦା ସେଥି ଉପରେ ଧ୍ୟାନ ଦେଉଛନ୍ତି। ସର୍ବଦା ଏହା ଚାହୁଁଥାନ୍ତି କିମ୍ବା ତାହା ଚାହୁଁଥାନ୍ତି। ବୁଦ୍ଧ କିଛି ହୋଇଯିବା ଏବଂ ଆକାଂକ୍ଷାରୁ ମୁକ୍ତ ହେବା ଉପରେ ଧ୍ୟାନ ଦେଉଥିଲେ, ଯାହାର ଅର୍ଥ ହେଉଛି DNM ବନ୍ଦ ହୋଇଯିବା। ଯଦି DNM ବନ୍ଦ ହୋଇଯିବ, ସେହି ସମୟରେ କିଛି ସମାପ୍ତ ହୋଇଯିବ ଏବଂ ଏହାକୁ ଅନୁସରଣ କରି ମୋର ଭାବ ମଧ୍ୟ ଚାଲିଯିବ। ଧର୍ମର ମାର୍ଗ ସିଧା ଆପଣଙ୍କ DNM ଉପରେ କାମ କରିବାକୁ ଚାହେଁ। ଏହାକୁ ସାଧାରଣତଃ 20% ହ୍ରାସ କରିବା ଦରକାର ଏବଂ ଏହା ଆପଣଙ୍କର ମୋର ଭାବକୁ ସମାପ୍ତ କରିଦେବାକୁ ଚାହେଁ। ମୋର ଭାବ ସମାପ୍ତ ହେବା କ୍ଷଣି DNM ସମାପ୍ତ ହୋଇଯିବ। ଆପଣ DNM ବନ୍ଦ କରନ୍ତୁ ଏବଂ ମୋର ଭାବ ସମାପ୍ତ ହୋଇଯିବ। କିମ୍ବା ଆପଣ ମୋର ଭାବକୁ ବନ୍ଦ କରନ୍ତୁ ଏବଂ DNM ସମାପ୍ତ ହୋଇଯିବ। ଦୁଇ ଜଣଙ୍କ ମଧ୍ୟରୁ କେଉଁ ଗୋଟାକୁ ବନ୍ଦ କରିଦେଲେ ଅନ୍ୟଟି ମଧ୍ୟ ବନ୍ଦ ହୋଇଯିବ। ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ଏହା ହେଉଛି ଯେ ଧର୍ମରେ ଆପଣଙ୍କ ମୁଖ୍ୟ ଧ୍ୟାନ ଆପଣଙ୍କ ମୋର ଭାବ ଉପରେ ହୋଇଥାଏ। ଏହାକୁ ଧୀରେ ଧୀରେ ସମାପ୍ତ କରିବାର ଅଛି, କାରଣ ଏହା ସବୁଠାରୁ ବଡ଼ ବାଧା ଅଟେ। ସେଥିପାଇଁ ଆପଣ କଳିଯୁଗରେ ଫସି ରହିଛନ୍ତି। ଆପଣ କଳିଯୁଗବାସୀ ଅଟନ୍ତି। ଆପଣ ଏଥିପାଇଁ କଳିଯୁଗରେ ଫସି ଅଛନ୍ତି, କାରଣ ଆପଣଙ୍କର ଏକ ମୋର ଭାବ ଅଛି ଏବଂ ଏହା ସବୁଠାରୁ ବଡ଼ ସମସ୍ୟା ଅଟେ। ଚେନ୍ନାଇ ନିକଟରେ ଏକ ସ୍ଥାନ ଅଛି
ଯେଉଁଠାରେ ପ୍ରାଚୀନ ମଣିଷ ପ୍ରାୟ 3 ଲକ୍ଷ ବର୍ଷ ପୂର୍ବେ ଆବିର୍ଭାବ ହୋଇଥିବାର ଅନୁମାନ କରାଯାଏ। ସେଠାରେ ଆଜି ମଧ୍ୟ ସେହି ଗୁମ୍ଫା ଗୁଡ଼ିକ ଅଛି। ଏହା ଅନୁମାନ କରାଯାଏ ଯେ ପ୍ରାଚୀନ ମଣିଷ ହୋମୋ ଏରାକଟସ୍ ଏହିଠାରେ ପ୍ରକଟ ହୋଇଥିଲା। ପ୍ରଥମେ ମଣିଷମାନେ ନଇଁ କରି ଚାଲୁଥିଲେ, ତାପରେ ସେମାନେ ସିଧା ହୋଇ ଛିଡ଼ା ହୋଇ ଚାଲିବାକୁ ଲାଗିଲେ। ଏହିପରି ଭାବରେ ହୋମୋ ସାପିଏନ୍ସର ବିକାଶ ହେଲା। ଯେତେବେଳେ ମୁଁ ପଛକୁ ଚାହେଁ, ଦେଖିପାରେ ଯେ ତାଙ୍କର DNM ବହୁତ ନିମ୍ନ ଥିଲା ଏବଂ ସେମାନେ ଆପଣଙ୍କ ତୁଳନାରେ ବହୁତ ଭଲ ଅବସ୍ଥାରେ ଥିଲେ। ଏହି ସ୍ଥାନ ନେମମ୍ ଠାରୁ ପ୍ରାୟ 20 କିମ୍ବା 25 ମାଇଲ ଦୂରରେ। ସାଧାରଣତଃ 3 ଲକ୍ଷ ବର୍ଷ ପୂର୍ବର ମଣିଷ ଆପଣଙ୍କ ତୁଳନାରେ ବହୁତ ଭଲ ଅବସ୍ଥାରେ ଥିଲା। ଆଜି ଆପଣଙ୍କ ପାଖରେ ଏକ ସୁନ୍ଦର ଗାଡ଼ି ଅଛି, ଏକ ସୁନ୍ଦର ବଙ୍ଗଳା ଅଛି, ଏକ ଭଲ ଚାକିରି ଅଛି, ଭଲ ପରିମାଣର ଟଙ୍କା ମଧ୍ୟ ଅଛି, ଆପଣଙ୍କର ସବୁକିଛି ଅଛି। କିନ୍ତୁ ଆପଣଙ୍କ ଆନ୍ତରିକ ଅବସ୍ଥା 3 ଲକ୍ଷ ବର୍ଷ ପୂର୍ବେ ଗୁମ୍ଫାରେ ରହୁଥିବା ସେହି ପ୍ରାଚୀନ ବ୍ୟକ୍ତିଙ୍କ ସହିତ କୌଣସି ପ୍ରକାର ମେଳ ଖାଉନାହିଁ। ଆଜି ଲୋକମାନେ ସେହି ପ୍ରାଚୀନ ମଣିଷର ଗୁମ୍ଫା ଗୁଡ଼ିକୁ ଦେଖିବାକୁ ଯାଉଛନ୍ତି। ଆମେ ସେମାନଙ୍କୁ ଆଫ୍ରିକାରୁ ଆସୁଥିବାର ଦେଖୁନାହୁଁ। ସେମାନେ ମୂଳତଃ ଭାରତରେ ଆବିର୍ଭାବ ହୋଇଥିବା ପରି ମନେ ହୁଏ। ଦେଖାଯାଉଛି ଯେ ଆମେ ଏଠାରେ ଆବିର୍ଭାବ ହୋଇଥିଲେ। ଏହା ଏକ ବହୁତ ବଡ଼ ରାଜ୍ୟ ଥିଲା। ଏବେ DNMକୁ ଦେଖନ୍ତୁ। ତାଙ୍କ ତୁଳନାରେ ଆପଣଙ୍କ ଅବସ୍ଥା ବହୁତ ଭୟଙ୍କର। ସେ ଏକ ଗୁମ୍ଫାରେ ରହୁଥିଲେ ବି କ'ଣ ହେଲା? ତାହା ବହୁତ ସୁନ୍ଦର ଗୁମ୍ଫା ଥିଲା। ଧନ୍ୟବାଦ ଶ୍ରୀ ଭଗବାନ। ତ୍ରୟୋଦଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। 11 ଦିନ ବିଶିଷ୍ଟ ପ୍ରକ୍ରିୟାରେ ଆମ ସହିତ କ'ଣ ହେବ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ମୁଁ ଭାବୁଛି ବର୍ତ୍ତମାନ ସୁଦ୍ଧା ଆପଣ ଏହା ବୁଝି ସାରିଥିବେ ଯେ ସମ୍ପୂର୍ଣ୍ଣ 11 ଦିନର ପ୍ରକ୍ରିୟାର ଉଦ୍ଦେଶ୍ୟ ଆପଣଙ୍କର DNMକୁ ଧୀରେ ଧୀରେ ହ୍ରାସ କରିବା ଅଟେ। ସର୍ବପ୍ରଥମେ ଆମେ ଏହାକୁ ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ହ୍ରାସ କରିବାକୁ ଚେଷ୍ଟା କରିବୁ, ଯେପରି ଆପଣ ପରିପୂର୍ଣ୍ଣତା ଅନୁଭୂତି ପ୍ରାପ୍ତ କରିବେ। ଆପଣଙ୍କ ନିକଟରେ ଯାହା କିଛି ରହିଛି ତାହାକୁ ମଧ୍ୟ ଆପଣ ଉପଭୋଗ କରିପାରନ୍ତି ନାହିଁ। ଆମେ ଆପଣଙ୍କୁ ସେହି ସବୁକୁ ପ୍ରାପ୍ତ କରିବା ନିମନ୍ତେ ମଧ୍ୟ ସହାୟତା କରିବୁ, ଯାହା ଆପଣ ଜୀବନରେ ଚାହାନ୍ତି। DNM ଏକ ବିରାଟ ବାଧା ଅଟେ। ଯେତେବେଳେ ଏହା ହ୍ରାସ ପାଏ, ଆପଣଙ୍କ ଜୀବନରେ ସକାରାତ୍ମକ ଘଟଣା ଗୁଡ଼ିକ ଘଟିବା ଆରମ୍ଭ ହୋଇଥାଏ। ସେଥିପାଇଁ ସର୍ବପ୍ରଥମେ ଏହା ଉପରେ ହିଁ ଧ୍ୟାନ ଦିଅନ୍ତୁ। ଏହା ପରେ ଆମେ ଆପଣଙ୍କର ପରିବର୍ତ୍ତନ ଉପରେ ଧ୍ୟାନ ଦେବୁ। ଆପଣଙ୍କ ପତ୍ନୀଙ୍କ ସହିତ, ଆପଣଙ୍କର ସ୍ୱାମୀଙ୍କ ସହିତ, ଆପଣଙ୍କର ସନ୍ତାନମାନଙ୍କ ସହିତ ଏବଂ ପିତାମାତାଙ୍କ ସହିତ ଉତ୍ତମ ସମ୍ପର୍କ ହେବା ଉଚିତ। ଉତ୍ତମ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଯେତେବେଳେ DNM ଆହୁରି ହ୍ରାସ ପାଏ, ସେତେବେଳେ ସମ୍ପର୍କ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ଯେତେବେଳେ DNM ତାହାଠାରୁ ମଧ୍ୟ ଆହୁରି ଅଧିକ ହ୍ରାସ ପାଏ, ସେତେବେଳେ ଆପଣ ସମ୍ପୂର୍ଣ୍ଣ ଜୀବନମୁକ୍ତ ହୋଇଥାନ୍ତି। ଏହା ହିଁ 11 ଦିନ ବିଶିଷ୍ଟ ପ୍ରକ୍ରିୟାର ଉଦ୍ଦେଶ୍ୟ ଅଟେ। ଅନ୍ୟ ବିଷୟ ଗୁଡ଼ିକ ହେଉଛି ଯେପରି ଏକତ୍ୱକୁ ଅନୁଭବ କରିବା, ପରମ କରୁଣା ପରମ ଜ୍ୟୋତିଙ୍କୁ ଦର୍ଶନ କରିବା ଏବଂ ତାଙ୍କ ସହିତ ଏକ ହେବା। ଏହି ସବୁ ଏହାର ପରବର୍ତ୍ତୀ ସ୍ତରରେ ଆସିବ। ବର୍ତ୍ତମାନ ଆମର ଧ୍ୟାନ ହେଉଛି ଆପଣଙ୍କୁ ପରିପୂର୍ଣ୍ଣତାରୁ ସମ୍ପୂର୍ଣ୍ଣ ଜୀବନମୁକ୍ତି ପର୍ଯ୍ୟନ୍ତ ନେବା।
ଏହା ସହିତ ଆମେ ଆପଣଙ୍କର ଅନ୍ତର୍ଯାମୀକୁ ମଧ୍ୟ ଆହୁରି ସଶକ୍ତ କରିବାକୁ ଚେଷ୍ଟା କରିବୁ। କାରଣ ଯେତେବେଳେ DNM ହ୍ରାସ ପାଏ ଅନ୍ତର୍ଯାମୀ ବହୁତ ଶକ୍ତିଶାଳୀ ହୋଇଯାଆନ୍ତି। ଯେତେବେଳେ ଅନ୍ତର୍ଯାମୀ ଶକ୍ତିଶାଳୀ ହୋଇଯାଆନ୍ତି ସେତେବେଳେ ଜୀବନରେ ସବୁ କିଛି ବହୁତ ସହଜ ହୋଇଯାଏ। ସେଥିପାଇଁ ଆମକୁ ଏହା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ। ଧନ୍ୟବାଦ ଶ୍ରୀ ଭଗବାନ। ଚତୁର୍ଦ୍ଦଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଚୈତନ୍ୟକୁ କ'ଣ ସୃଷ୍ଟି କରିଥାଏ? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ଚୈତନ୍ୟକୁ କେହି ସୃଷ୍ଟି କରିନଥାନ୍ତି। ଚୈତନ୍ୟ କେବଳ ରହିଛି। ତାହା ହିଁ ବ୍ରହ୍ମନ୍ ଅଟେ। ତାହା ହିଁ ଈଶ୍ୱର ଅଟେ। ବାସ୍ତବରେ ଯାହା କିଛି ରହିଛି ତାହା କେବଳ ଚୈତନ୍ୟ ହିଁ ଅଟେ। ଚୈତନ୍ୟକୁ କେହି ସୃଷ୍ଟି କରନ୍ତି ନାହିଁ। ଚୈତନ୍ୟ ହିଁ ସବୁକିଛି ସୃଷ୍ଟି କରିଥାଏ। ଚୈତନ୍ୟ ହିଁ ସବୁକିଛି ହୋଇଯାଏ। ଚୈତନ୍ୟ ହିଁ ଓମ୍ ଧ୍ୱନି ହୋଇଯାଏ। ଯଦି ଆପଣ ବୈଜ୍ଞାନିକ ଦୃଷ୍ଟିକୋଣକୁ ଦେଖିବେ ତେବେ ଆମେ ସମାଧି ମାଧ୍ୟମରେ ଏହାକୁ ପରୀକ୍ଷା କରିପାରିବା। ଆମେ ବୈଜ୍ଞାନିକ ମାର୍ଗରେ ମଧ୍ୟ ଏହାକୁ ପ୍ରମାଣିତ କରିପାରିବା ଯେ ଚୈତନ୍ୟ ହିଁ ଓମ୍ ଧ୍ୱନି ହୋଇଯାଏ। ଏହା ଉଭୟଙ୍କ ନିମନ୍ତେ ସମାନ ଅଟେ। ଆପଣ କେବଳ ଆଧ୍ୟାତ୍ମିକ ଉଦ୍ଦେଶ୍ୟରେ ଦେଖନ୍ତୁ ଅଥବା ଓମ୍ ଶବ୍ଦକୁ ବୁଝିବା ନିମନ୍ତେ ଚେଷ୍ଟା କରନ୍ତୁ। ଏହାପରେ ଏକ ଆଲୋକ ପ୍ରକଟ ହୋଇଥାଏ। ଅର୍ଥାତ୍ ଚୈତନ୍ୟ ପ୍ରଥମେ ଧ୍ୱନି ହୋଇଥାଏ ଏବଂ ପରେ ଏହା ଆଲୋକରେ ରୂପାନ୍ତରିତ ହୋଇଥାଏ। ଅର୍ଥାତ୍ ଫୋଟନରେ ପରିଣତ ହୋଇଥାଏ। ଏହାପରେ ଏହା ପରମାଣୁ କଣିକା ହୋଇଯାଏ ଏବଂ ପରେ ପରମାଣୁ ହୋଇଯାଏ। ଏହାପରେ ବିଭିନ୍ନ ଉପାଦାନ ଗୁଡ଼ିକ ସୃଷ୍ଟି ହୋଇଥାଏ। ପରେ ଜୈବ ଯୌଗିକ ଗୁଡ଼ିକର ସୃଷ୍ଟି ହୋଇଥାଏ। ଏହାପରେ ଜୀବନ ସୃଷ୍ଟି ହୋଇଥାଏ। ଏକ ସମୟରେ ଆମେ ସମସ୍ତେ ଛତୁ ଥିଲୁ। ବହୁଦିନ ପୂର୍ବରୁ ଆମର ଯାତ୍ରା ଛତୁ ରୂପରେ ଆରମ୍ଭ ହୋଇଥିଲା। ପରେ ଆମେ ବୃକ୍ଷଲତା ହେଲୁ ଏବଂ ଏହି ପ୍ରକାରରେ ଅନେକ ରୂପରେ ବିକଶିତ ହେଲୁ। ଶେଷରେ ଆମେ ମନୁଷ୍ୟ ହେଲୁ। ସମ୍ଭବତଃ 3 ଲକ୍ଷ ବର୍ଷ ପୂର୍ବରୁ ଏହି ପ୍ରକାରରେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଘଟିତ ହୋଇଛି। ଚୈତନ୍ୟ ହିଁ ଏହି ସବୁକିଛି ହେଉଛି ଏବଂ ଗୋଟିଏ ସ୍ତରରେ ଏହି ଚୈତନ୍ୟ ହିଁ ପରମ ଜ୍ୟୋତି ହୋଇଯାଏ। ଯାତ୍ରା ଏହି ପ୍ରକାର ଆଗକୁ ବଢ଼ିଥାଏ। ତେଣୁ ଚୈତନ୍ୟକୁ କେହି ସୃଷ୍ଟି କରନ୍ତି ନାହିଁ। ତାହା ହିଁ ମୂଳ ଅଟେ। ତାହା ହିଁ ବ୍ରହ୍ମନ୍ ଅଟେ ଏବଂ ଯେତେବେଳେ ଆପଣ ଏହା ମଧ୍ୟକୁ ଦେଖନ୍ତି ସେତେବେଳେ ଏହା ହିଁ ସଚ୍ଚିଦାନନ୍ଦ ଅଟେ। ଧନ୍ୟବାଦ ଶ୍ରୀ ଭଗବାନ। ପଞ୍ଚଦଶ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ଚୈତନ୍ୟ ଏବଂ ପଦାର୍ଥ ମଧ୍ୟରେ କ'ଣ ସଂଯୋଗ ରହିଛି? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର, ମୁଁ ଭାବୁଛି ଏହି ପ୍ରଶ୍ନ ଏଥିପାଇଁ ପଚରା ଯାଇଛି କାରଣ କିଛି ଲୋକ ଭାବୁଛନ୍ତି ଯେ ପଦାର୍ଥ ଚୈତନ୍ୟକୁ ସୃଷ୍ଟି କରିଥାଏ। ନା, ଚୈତନ୍ୟ ହିଁ ପଦାର୍ଥ ହୋଇଥାଏ। ସର୍ବପ୍ରଥମେ ଚୈତନ୍ୟ ଊର୍ଜାରେ ପରିଣତ ହୋଇଥାଏ। ପରେ ଏହି ଊର୍ଜା ପଦାର୍ଥ ହୋଇଥାଏ। ପଦାର୍ଥର ଚୈତନ୍ୟ ସୃଷ୍ଟି କରିବା ସହିତ କୌଣସି ସମ୍ବନ୍ଧ ନାହିଁ। କେବଳ ଚୈତନ୍ୟ ହିଁ ଊର୍ଜାରେ ପରିଣତ ହୋଇଥାଏ ଏବଂ ଊର୍ଜାର ପ୍ରଥମ ପ୍ରକଟିତ ସ୍ୱରୂପ ଫୋଟନ୍ ଅର୍ଥାତ୍ ଆଲୋକ ଅଟେ। ଏହି ପ୍ରକାଶ ପରମାଣୁ କଣିକାରେ କିପରି ରୂପାନ୍ତରିତ ହେଲା ଏହାକୁ ବୁଝାଇବା ନିମନ୍ତେ ମୋତେ ବିଜ୍ଞାନର ଆହୁରି ଗଭୀରତାକୁ ପ୍ରବେଶ କରିବାକୁ ହେବ। ଯଦି ମୁଁ ତାହାକୁ ବୁଝାଇବି
ତେବେ ବର୍ତ୍ତମାନ ତାହା ଆପଣଙ୍କ ନିମନ୍ତେ ଖୁବ୍ ଅଧିକ ହୋଇଯିବ। ବର୍ତ୍ତମାନ ପାଇଁ ଏତିକି ଜାଣିବା ଯଥେଷ୍ଟ ଅଟେ ଯେ ପ୍ରଥମେ ଓମ୍ ସୃଷ୍ଟି ହେଲା, ପରେ ଆଲୋକ ସୃଷ୍ଟି ହେଲା, ଏହାପରେ ପରମାଣୁ କଣିକା ଗୁଡ଼ିକ ସୃଷ୍ଟି ହେଲେ, ଏହାପରେ ପରମାଣୁ ଗୁଡ଼ିକ ଆସିଲେ ଅଜୈବ ଯୌଗିକ ଗୁଡ଼ିକ ସୃଷ୍ଟି ହେଲେ ଏବଂ ଏହାପରେ ଜୀବନର ଆରମ୍ଭ ହେଲା। ଯଦି ଏହି ବିଷୟ ଆପଣଙ୍କୁ ରୁଚିପୂର୍ଣ୍ଣ ଲାଗୁଛି, ତେବେ ଆମେ ଅନ୍ୟ କୌଣସି ସମୟରେ ଏ ସମ୍ପର୍କରେ ଅଧିକ ବିସ୍ତାରରେ ଆଲୋଚନା କରିବା। ଧନ୍ୟବାଦ ଶ୍ରୀ ଭଗବାନ। ଶେଷ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଶ୍ରୀ ଭଗବାନ। ମସ୍ତିଷ୍କ କ'ଣ ଚୈତନ୍ୟକୁ ସୃଷ୍ଟି କରିଥାଏ କି? ଧନ୍ୟବାଦ ଶ୍ରୀ ଭଗବାନ। ଶ୍ରୀ ଭଗବାନଙ୍କ ଉତ୍ତର। ଆପଣଙ୍କର ଶରୀର ବାୟୁକୁ ସୃଷ୍ଟି କରିନଥାଏ, ମାତ୍ର ବାୟୁ ଆପଣଙ୍କର ଶରୀରରେ ପ୍ରବେଶ କରିଥାଏ ଏବଂ ଆପଣଙ୍କର ଶରୀର ତାହାକୁ ଉପଯୋଗ କରିଥାଏ। ତାହା ହିଁ ଆପଣଙ୍କର ଶରୀରକୁ କାର୍ଯ୍ୟ କରିବାରେ ସହାୟତା କରିଥାଏ। ଆପଣଙ୍କର ରକ୍ତ ସଞ୍ଚାଳନ କ୍ରିୟା ହୋଇଥାଏ ଏବଂ ଆପଣଙ୍କର ପାଚନ କ୍ରିୟାକୁ ସମ୍ଭବ କରିଥାଏ। ଏହିସବୁ କାର୍ଯ୍ୟ ବାୟୁ ଦ୍ୱାରା ହିଁ ହୋଇଥାଏ। ବାୟୁ ଆପଣଙ୍କର ଶରୀରରେ ପ୍ରବେଶ କରିଥାଏ। ଆପଣଙ୍କର ଶରୀର ବାୟୁକୁ ଉତ୍ପନ୍ନ କରିନଥାଏ। ସେହିପରି ଚୈତନ୍ୟ ମସ୍ତିଷ୍କର ଉପଯୋଗ କରିଥାଏ। ଏହା ଆପଣଙ୍କର ମସ୍ତିଷ୍କର ଗୋଟିଏ ପ୍ରକାର ଉପଯୋଗ କରିଥାଏ। ଅସରପାର ମସ୍ତିଷ୍କର ଅନ୍ୟ ଏକ ପ୍ରକାର ଉପଯୋଗ କରିଥାଏ। ପିମ୍ପୁଡ଼ିର ମସ୍ତିଷ୍କର ଭିନ୍ନ ଏକ ପ୍ରକାର ଉପଯୋଗ କରିଥାଏ। ଏହା ପ୍ରତ୍ୟେକ ମସ୍ତିଷ୍କର ପ୍ରକାର ଭେଦ ଅନୁଯାୟୀ ତାହାର ଉପଯୋଗ କରିଥାଏ। ମସ୍ତିଷ୍କ ଚୈତନ୍ୟକୁ ସୃଷ୍ଟି କରିପାରିବ ନାହିଁ। ଚୈତନ୍ୟ ହିଁ ସବୁକିଛି ଅଟେ। ଏହା ହିଁ ସବୁକିଛିର ଆଦି ଏବଂ ଅନ୍ତ ଅଟେ। ତାହା ହିଁ ଈଶ୍ୱର ଅଟେ। ତେଣୁ ମସ୍ତିଷ୍କ କିପରି ଏହାକୁ ସୃଷ୍ଟି କରିପାରିବ? ମସ୍ତିଷ୍କ ଯେଉଁ ଭଗବାନଙ୍କୁ ସୃଷ୍ଟି କରେ ତାହା DNM ଅଟେ। ତେଣୁ ଚୈତନ୍ୟ କେବଳ ଆପଣଙ୍କର ମସ୍ତିଷ୍କର ଉପଯୋଗ କରିଥାଏ। ଯଦି DNM ବନ୍ଦ ହୋଇଯାଏ, ତେବେ ଚୈତନ୍ୟ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ପ୍ରକଟ ହୋଇଥାଏ। ଯଦି DNM ବହୁତ ଅଧିକ ସକ୍ରିୟ ହୋଇଥାଏ, ତେବେ ଚୈତନ୍ୟ ସେପରି ଶକ୍ତିଶାଳୀ ରୂପରେ ପ୍ରକଟ ହୁଏ ନାହିଁ। ଯଦି DNM କମ୍ ହୋଇଯାଏ, ତେବେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଲୌକିକ ଅନୁଭୂତି ହୋଇଥାଏ। ସେତେବେଳେ ଏହି ବିଶ୍ୱ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଇଥାଏ। ଆପଣ ଚୈତନ୍ୟକୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଦେଖନ୍ତି, ଅନ୍ୟଥା ଆପଣ ଏହାକୁ ସେହି ପ୍ରକାର ଦେଖିପାରନ୍ତି ନାହିଁ। ଆମେ ଏହି ଦିଗରେ ଆହୁରି ଅଗ୍ରସର ହେଲେ ଏହିସବୁ ବିଷୟ ଆପଣଙ୍କ ନିମନ୍ତେ ଆହୁରି ଅଧିକ ସ୍ପଷ୍ଟ ହୋଇଯିବ। ମୁଁ ଏହିସବୁ ବିଷୟରେ ଆହୁରି ଅଧିକ ସେତେବେଳେ ହିଁ କହିପାରିବି ଯେତେବେଳେ ଆପଣଙ୍କର DNM ଆହୁରି ଅଧିକ ହ୍ରାସ ପାଇବ। ସେତେବେଳେ ମୋର କଥାଗୁଡ଼ିକୁ ଆପଣ ବୁଝିପାରିବେ। ଏହା ପୂର୍ବରୁ ସେଗୁଡ଼ିକୁ ଆପଣ ବୁଝିପାରିବେ ନାହିଁ। ବରଂ ଏହିସବୁ ଆପଣଙ୍କୁ ବିରକ୍ତିକର ମଧ୍ୟ ଲାଗିପାରେ। ସେଥିପାଇଁ ମୁଁ ବହୁତ ଧୀରେ ସାବଧାନତାର ସହ ଆଗକୁ ବଢ଼ୁଛି। ଥରେ DNM କମ୍ ହୋଇଗଲେ ଆମେ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ିପାରିବା। କାରଣ ସେତେବେଳେ ମୁଁ ଆପଣଙ୍କୁ ଯାହା ମଧ୍ୟ କହିବି ତାହା ତୁରନ୍ତ ଆପଣଙ୍କର ବୋଧଗମ୍ୟ ହେବ। ସେତେବେଳେ ସମସ୍ତ ଶିକ୍ଷା ଉପଦେଶ ଗୁଡ଼ିକ ଆପଣଙ୍କ ନିମନ୍ତେ ବାସ୍ତବ ହୋଇଯିବ। ବର୍ତ୍ତମାନ ଆପଣ ଏହି ଶିକ୍ଷା ଗୁଡ଼ିକୁ କେବଳ ବୌଦ୍ଧିକ ସ୍ତରରେ ବୁଝୁଛନ୍ତି, ମାତ୍ର ତାହା ମଧ୍ୟ କେବଳ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ହିଁ ସମ୍ଭବ। ଉଦାହରଣ ସ୍ୱରୂପ ସ୍ୱୀକୃତି ସମ୍ପର୍କିତ ଶିକ୍ଷା ଉପଦେଶ। ବାସ୍ତବରେ ଆପଣଙ୍କୁ ଏହା ଜଣା ନାହିଁ ଯେ ସ୍ୱୀକୃତି ପ୍ରକୃତରେ କ'ଣ ଅଟେ। ମାତ୍ର ଯେତେବେଳେ DNM କମ୍ ହୋଇଯିବ,
ଆପଣ କହିବେ ଯେ ଏହା ହିଁ ବାସ୍ତବରେ ସ୍ୱୀକାର କରିବା ଅଟେ। ସେତେବେଳେ ବାସ୍ତବ ସ୍ୱୀକାର ଘଟିତ ହେବ। ସେତେବେଳେ ଶିକ୍ଷା ଉପଦେଶ ଗୁଡ଼ିକ ଆପଣଙ୍କ ନିମନ୍ତେ ବାସ୍ତବ ହୋଇଯିବ। ଏହି ପ୍ରକାରରେ ପରିପୂର୍ଣ୍ଣତା ମଧ୍ୟ ଆସିବ। ପରିପୂର୍ଣ୍ଣତାର ଅର୍ଥ କେବଳ ଏହା ନୁହେଁ ଯେ ଆପଣଙ୍କୁ କିଛି ପ୍ରାପ୍ତ ହୋଇଯିବ। ଯଦି ଆପଣଙ୍କୁ କିଛି ମଧ୍ୟ ପ୍ରାପ୍ତ ହେବ ନାହିଁ, ତେବେ ମଧ୍ୟ ଯାହା କିଛି ଆପଣଙ୍କ ନିକଟରେ ରହିଛି ସେଥିରେ ହିଁ ପୂର୍ଣ୍ଣତାର ଅନୁଭୂତି ମିଳିବା ହିଁ ବାସ୍ତବିକ ପରିପୂର୍ଣ୍ଣତା ଅଟେ। ଏହା କିପରି ସମ୍ଭବ ହେବ? ଯେତେବେଳେ DNM ହ୍ରାସ ପାଇବ। ଏହା ପୂର୍ବରୁ ବାସ୍ତବରେ ଆପଣଙ୍କୁ ଏହି ଶିକ୍ଷାର ବାସ୍ତବ ଅର୍ଥ ଜ୍ଞାତ ହେବ ନାହିଁ। ଏହିପରି ଉପଯୁକ୍ତ ସମୟ ଆସିଲେ ଏହିସବୁ ଆପଣଙ୍କ ସହିତ ଘଟିତ ହେବ ଏବଂ ଆପଣ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବେ। କାରଣ ବର୍ତ୍ତମାନ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ବାସ୍ତବରେ ଚାହୁଁଛନ୍ତି ଯେ ଏହା ତାଙ୍କ ସହିତ ଘଟିତ ହେଉ। ଅନ୍ୟଥା ଲୋକମାନଙ୍କ ଭିତରେ ଏହିସବୁ ବିଷୟରେ ଆଗ୍ରହ ସୃଷ୍ଟି କରିବା ବହୁତ କଠିନ କାର୍ଯ୍ୟ ଅଟେ। ବହୁତ କମ୍ ଲୋକଙ୍କର ଏହିସବୁ ବିଷୟରେ ଆଗ୍ରହ ଥାଏ। ଅଧିକାଂଶ ଲୋକମାନଙ୍କର ଏହିସବୁ ବିଷୟରେ କୌଣସି ରୁଚି ନଥାଏ। ସେଥିପାଇଁ ଆମକୁ 81,000 ଲୋକଙ୍କ ନିକଟରେ ପହଞ୍ଚିବା ଏତେ କଠିନ ଅଟେ। ଏହା ସୁନିଶ୍ଚିତ ଯେ ଯେତେବେଳେ ଆମେ ଏହି 81,000 ଲୋକଙ୍କୁ ପ୍ରାପ୍ତ କରିବା, ସେତେବେଳେ ବିବର୍ତ୍ତନ ସ୍ୱୟଂ ସମସ୍ତ କାର୍ଯ୍ୟଭାର ସମ୍ଭାଳି ନେବ ଏବଂ ସମ୍ପୂର୍ଣ୍ଣ ମାନବ ଜାତିର ରୂପାନ୍ତରଣ କରିଦେବ। ଅନ୍ୟଥା ସବୁକିଛି ଶେଷ ହୋଇଯିବ। ମାନବ ଜାତି ଆଉ ଅଧିକା ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିବ ନାହିଁ। ଏହା ନଷ୍ଟ ହୋଇଯିବ। ଏହା ସ୍ୱୟଂ ନିଜର ବିନାଶ କରିଦେବ। DNM ହିଁ ନିଜ କାରଣରୁ ମାନବ ଜାତିର ବିନାଶ କରିଦେବ। ଆପଣମାନଙ୍କୁ ବହୁତ ବହୁତ ସ୍ନେହ। ଧନ୍ୟବାଦ ଶ୍ରୀ ଭଗବାନ। ମୁକ୍ତିମୋକ୍ଷ କ୍ଲାସରେ ଆମକୁ ଏହି ଦିବ୍ୟ ଜ୍ଞାନ ପ୍ରଦାନ କରିଥିବାରୁ ଆମେ ଜ୍ଞାନ ପ୍ରଦାତା ଶ୍ରୀ ଭଗବାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଓ କୋଟି କୋଟି ଧନ୍ୟବାଦ ଜଣାଉଛୁ।